हेलो माय डियर फ्रेंड। आज ମୁଁ तुम ପାଇଁ ଆଉ ଗୋଟେ ଟାର୍ଗେଟ ନେଇ ଆସିଛି ଯୋଉ ତମେ ସମସ୍ତେ ଜାଣିଥିବ ଏଇ ମାସ କିମ୍ବା ଏହାର ପର ମାସରେ ଆରଆଇ ଏକ୍ଜାମ ହବାକୁ ଯାଉଛି। ଯୋଉ ଏକ୍ଜାମ ପାଇଁ ଫର୍ମ ପଡିଥିଲା ତମର 2023 ମସିହାରେ ସେ ଏକ୍ଜାମ ପୋଷ୍ଟପୋଣ୍ଡ ହେଇ ଆସିଲାଣି। ବର୍ତ୍ତମାନ ସେ ଏକ୍ଜାମ ହବାର ବହୁତ ସମ୍ଭାବନା ରହିଛି ଏଇ ମାସ ଶେଷ ସୁଦ୍ଧା। ତେଣୁକରି ପିଲାମାନେ ତମ ପାଇଁ କଣ ଆଣିଛି ନା ଯେତେ ସବୁ ପ୍ରିଭିୟସ ଇୟର ମାନଙ୍କରେ କୋଶ୍ଚିନ୍ ପଚରା ଯାଇଥିଲା ଏଇ ଆରଆଇ ଏକ୍ଜାମ ରେ ସେ ସବୁ ମ୍ୟାଥ ର କିପରି ଟେକ୍ନିକାଲି ସମାଧାନ କରାଯିବ, କମ ସମୟ ମଧ୍ୟରେ କେମିତି ପ୍ରତ୍ୟେକ ଗଣିତକୁ ସମାଧାନ କରିବ, ସଠିକ ଆନ୍ସର କେମିତି ବାହାର କରିବ, ଆଉ କୋଉ ସମୟକୁ କୋଉ ମ୍ୟାଥ ଗୁଡାକୁ ଆମେ କରିବା, କୋଉଗୁଡାକୁ ଆମେ ଛାଡିବା, ଏଇ ସମ୍ପର୍କରେ ତମକୁ ଆଜିର ଏଇ କ୍ଲାସରେ ଜଣାଇ ଦିଆଯିବ। ପିଲାମାନେ ଏଇ ଟାର୍ଗେଟ ରହିଛି ଆମର 50 ଦିନ ପାଇଁ ଆଉ 50ଟି ସେଟ ରହିବ। ଆଜି ହଉଛି ଡେ ନମ୍ବର 1। ତମେ ସମସ୍ତେ ଜାଣିଛ ଏଇ ଓଡିଏ କ୍ଲାସ ମାଧ୍ୟମରେ ତୁମକୁ ମଧ୍ୟ ପ୍ରିଭିୟସ ଇୟର ସିଜିଏଲ ଏକ୍ଜାମରେ ଆସିଥିବା ସମସ୍ତ ମ୍ୟାଥର ସଲ୍ୟୁସନ ପ୍ରଦାନ କରାଯାଉଛି। ଆଉ ସେ ସମସ୍ତ ଭିଡିଓ ମଧ୍ୟ ଏହି ଚ୍ୟାନେଲରେ ଉପଲବ୍ଧ ରହିଛି। ତମେ ମଧ୍ୟ ତାକୁ ଯାଇ ଦେଖିପାରିବ। ଆଉ ମୁଁ ଭାବୁଛି ଏଇ ଚ୍ୟାନେଲ ମାଧ୍ୟମରେ ମୁଁ ସିଜିଏଲ ର ପ୍ରିଭିୟସ ଇୟର କୋଶ୍ଚିନ୍ ସମାଧାନ କରିବା ସହିତ ଆରଆଇ ଏକ୍ଜାମ ର ସମସ୍ତ ମ୍ୟାଥ ର ସମାଧାନ କରିବି। ଆଉ ତାପରେ ଭାବୁଛି କଣ ନାଇଁ ଆଗକୁ ଯୋଉ ଏକ୍ଜାମ ଓଡିଶାରେ ଯେତେ ହବ ଓଡିଶା ଗଭର୍ଣ୍ଣମେଣ୍ଟ ଯେମିତି ଏସଆଇ ହବାର ରହିଛି ତାର ସବୁ ପ୍ରିଭିୟସ ଇୟର କୋଶ୍ଚିନ୍ ମୁଁ ସମାଧାନ କରିବି ଏଇ ଚ୍ୟାନେଲ ମାଧ୍ୟମରେ। ତାହେଲେ ପିଲାମାନେ ଆଉ ଡେରି କରିବାନି, ଆଜିର କ୍ଲାସକୁ ଆରମ୍ଭ କରିଦବା। ଦେଖିବା ଆଜିର ପ୍ରଥମ କ୍ଲାସ କଣ ରହିଛି। ଆଉ ଯଦି ଯୋଉମାନଙ୍କୁ ପ୍ରଶ୍ନଟି ସହଜ ଲାଗୁଛି ବା ଉତ୍ତର ସେମାନେ ବାହାର କରିପାରିବେ ତେବେ ସେ କଣ କରିପାରିବେ, ଉତ୍ତର ବାହାର କରି କମେଣ୍ଟ ସେକ୍ସନରେ ଜଣାଇବେ। ଦେଖ ପିଲାମାନେ ଆଜି କ୍ଲାସ ର ପ୍ରଥମ କୋଶ୍ଚିନ୍ ତମେ ସମସ୍ତେ ସ୍କ୍ରିନରେ ଦେଖିପାରୁଥିବ। ଦେଖ ଯଦି ଗୋଟିଏ ସଂଖ୍ୟା ଶତକଡା 25 ବୃଦ୍ଧି ପାଏ ଏବଂ ତାପରେ ସେଇ ସଂଖ୍ୟାଟି 25% ହ୍ରାସ ପାଏ, ତେବେ ସେଇ ସଂଖ୍ୟାର ଚୂଡାନ୍ତ ମୂଲ୍ୟ ଶତକଡା କେତେ ବୃଦ୍ଧି ବା ହ୍ରାସ କରାଯିବ। ପିଲାମାନେ ଏଇ ପ୍ରଶ୍ନ ଟାକୁ କେମିତି କରିବା ଆମେ ଦେଖିବା ହେଲା। ଆର ଗୋଟେ ସର୍ଟକଟ ଟେକ୍ନିକ ଅଛି। ତାହେଲେ କେମିତି ବାହାର କରିବା, ସେ ସର୍ଟକଟ ଟେକ୍ନିକ ବ୍ୟବହାର କରିବା। କାରଣ ଏକ୍ଜାମ ରେ ଯେହେତୁ ଆମକୁ ସେଠି କେବଳ ଗୋଟିଏ ଆନ୍ସର ଦରକାର, ଆମକୁ ସିମ୍ପ୍ଲିଫାଇ କରିବାର କୌଣସି ଆବଶ୍ୟକତା ନାହିଁ କିମ୍ବା ଲଙ୍ଗ ରେ କେବଳ ଆନ୍ସର ଟିକୁ ଆମର ଦରକାର। ତେଣୁକରି ଆମେ କେତେ ଡାଇରେକ୍ଟ ଆନ୍ସର ପାଇବା ସେଇ ଟେକ୍ନିକ ଟା ଶିଖିବା। ତାହେଲେ ଏଇଭଳି ପ୍ରଶ୍ନ ଯେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ସଂଖ୍ୟା ହଉ କିମ୍ବା ନିର୍ଦ୍ଦିଷ୍ଟ ଟଙ୍କାରେ ହ୍ରାସ ଯେତିକି ହଉଥିବ ବୃଦ୍ଧି ଯେତିକି ହଉଥିବ, ତାହେଲେ ସେ ସଂଖ୍ୟାର ମୋଟ କେତେ ହ୍ରାସ ବୃଦ୍ଧି ହବ କେମିତି ବାହାର କରିବା, ଯାହାକୁ ଆମେ କଣ କହିବା ନେଟ ପ୍ରଫିଟ ଅର୍ କଣ ନେଟ ଲସ୍ ବୋଲି କହିବା। ତାର ସୂତ୍ରଟି ହେଲା ପିଲାମାନେ କଣ ଜାଣିଛ, ଯଦି ଲାଭ ହଉଛି ଯେତିକି କ୍ଷତି ହଉଥିବ ସେତିକି, ସେଥିପାଇଁ ଏଇ ସୂତ୍ର ଟା କେବଳ ଆବଶ୍ୟକ ହୁଏ ହେଲା। ବୁଝିହେଲା ନା ନାଇଁ। ଦେଖ ସପୋଜ ତମକୁ ମୂଲ୍ୟର X% ଲାଭ ହଉଛି ଗୋଟିଏ ନିର୍ଦ୍ଦିଷ୍ଟ ରାଶି ଉପରେ, ପୁଣି X% କ୍ଷତି ହଉଛି ସେଇ ନିର୍ଦ୍ଦିଷ୍ଟ ରାଶି ଉପରେ, ତାହେଲେ ଟୋଟାଲ ବା ମୋଟ ଲାଭ କ୍ଷତି କେତେ ହଉଛି କେମିତି ବାହାର କରିବା। ଲାଭ ପାଇଁ ପ୍ଲସ ବ୍ୟବହାର କରିବା ସାଇନ, କ୍ଷତି ପାଇଁ ମାଇନସ ବ୍ୟବହାର କରିବା। ତାହେଲେ ଦେଖିଲ 25% କଣ ହଉଛି ତମର ଲାଭ ହଉଥିଲା ଆଉ କ୍ଷତି ହଉଥିଲା ତମର 25%, ସେଇଥିପାଇଁ 25 - 25 ଲେଖିଲି। ତାପରେ କଣ କରିବି ନା 25 ଗୁଣନ 25 କଲି ଡିଭାଇଡ ବାଇ 100 କରିବି। ପିଲାମାନେ ଦେଖ ଏଠି 25 25 ଗଲେ କେତେ ଶୂନ, ତାପରେ ଆଉ କଣ ହେଲା 25 25 ଗୁଣିଲେ କେତେ ହେଇଯିବ 625 ହେଇଯିବ। ଡିଭାଇଡେଡ ବାଇ କେତେ 100 ରହିଛି। ତାହେଲେ କଣ ଆକୁ ଆମେ ଯଦି ଦେଖ 1 ରେ 2ଟା ଶୂନ ଅଛି, ତେଣୁକରି ଏଇ ଫ୍ରାକ୍ସନ ଟାକୁ ଯେତେବେଳେ ଡେସିମାଲ ରେ କନଭର୍ଟ କରିବା ରାଇଟ ସାଇଡ କୁ 2 ଡିଜିଟ ଛାଡିକି ଆମେ କଣ କରିବା ପଏଣ୍ଟ ଟାକୁ ୟୁଜ କରିବା, ତାହେଲେ 6.25 ହେଇଯିବ। ପିଲାମାନେ ଏ ଅପସନ ଟା ତ ନାହିଁ ଅପସନରେ, ତାହେଲେ କୋଉ ଉତ୍ତର ଟା ଠିକ ହବ, ମାଇନସ ମାନେ ଋଣାତ୍ମକ ର ସାଇନ, ତାହେଲେ ହ୍ରାସ ହଉଛି। ତାହେଲେ କେତେ ହଉଛି ନା ଦେଖ ଏଇ ଯୋଉ 0.25 କି ମୁଁ ଲେଖିପାରିବି 1/4 ଲେଖିପାରିବି। ତେଣୁକରି ତମେ ଏବେ ଦେଖି ସାରିବଣି ତମର ଅପସନ ନମ୍ବର B କୁ ଏହି ପ୍ରଶ୍ନର ସଠିକ ଉତ୍ତର ହେଲା କଣ ଅପସନ ନମ୍ବର B। ତାହେଲେ ଏଇ ପ୍ରଶ୍ନର ସମାଧାନ ଟା ଆମେ ଜାଣିଲେ।
ତାହେଲେ ମୁଁ କୋଉ ସୂତ୍ର ବ୍ୟବହାର କଲି କେମିତି କଣ ବୁଝିପାରିଲ କି? ଦେଖ ମୁଁ ସୂତ୍ରଟା ତମକୁ ଏବେ ଲେଖି ଦଉଛି। ମୁଁ କହିଥିଲି ତମକୁ କଣ ଲାଭ ପାଇଁ ପ୍ଲସ ଆଉ କ୍ଷତି ପାଇଁ କଣ ୟୁଜ କରିବ ମାଇନସ ୟୁଜ କରିବ। ତେଣୁକରି ଯେତେବେଳେ କ୍ରମିକ ରାଶି ଦିଟାକ ହେଲା ବୁଝିଲ ନାଇଁ ଗୋଟିଏ ରାଶି ଉପରେ ହେଲା ତାପରେ ଦେଖ ସୂତ୍ର ଟା କଣ ନେଟ ପ୍ରଫିଟ କେମିତି ବାହାରିବ ନେଟ ପ୍ରଫିଟ ଆଉ କଣ ଲସ୍ କେମିତି ବାହାରିବ ଦେଖ କଣ କରିବ ନା x ପ୍ଲସ ର ମାଇନସ କଣ ହବ y ହବ ତାପରେ ଏଠି କଣ କରିବ ପ୍ଲସ ର ମାଇନସ ସେମିତି ରଖିବ ତାପରେ କରିବ x ଇଣ୍ଟୁ y ଡିଭାଇଡ ବାଇ 100 ଏଇଟା ହେଲା କଣ ତୁମର ଫର୍ମୁଲା ତାହେଲେ x ଜାଗାରେ ମୁଁ କେତେ ପକେଇଥିଲି 25 ପକେଇଥିଲି y ଜାଗାରେ ମଧ୍ୟ କେତେ ପକେଇଲି 25 ପକେଇଲି କଣ ପାଇଁ ନା ଦିଟା ରାଶି ମୋର କଣ ଥିଲା ସମାନ ଥିଲା ବୃଦ୍ଧି ହଉଥିଲା ହ୍ରାସ ହଉଥିଲା କେବଳ ସାଇନ ଚେଞ୍ଜ କରି କଣ ପାଇଁ ସେକେଣ୍ଡଟାର ନା କେତେ ମୋର ହ୍ରାସ ହଉଥିଲା ସେଥିପାଇଁ ମାଇନସ ପକେଇଥିଲି ତାପରେ ଦେଖିପାରୁଥିବ ଗୋଟେ ହେଲା ପ୍ଲସ ଏଇଟା ହେଲା କଣ ମାଇନସ ପ୍ଲସ ମାଇନସ ମୂଲ୍ୟ କଣ ମାଇନସ ହଉଛି ସେଥିପାଇଁ ବାହାରେ ମାଇନସ ଅଛି ତାହେଲେ ଏଇ ପ୍ରଶ୍ନର ସଠିକ ଉତ୍ତର ତମେ ନିଶ୍ଚିତ ଜାଣିପାରିଥିବ ଦେଖ ପର ପ୍ରଶ୍ନ ଟା କେମିତି ରହିଛି ତାର କଣ ରହିଛି କଣ ପଚାରୁଛି ଦେଖ ଜଣେ ବ୍ୟକ୍ତିର ବର୍ତ୍ତମାନ ବୟସ ଜଣେ ବ୍ୟକ୍ତିଙ୍କର ବର୍ତ୍ତମାନ ବୟସ ତାଙ୍କ ମାଙ୍କ ବୟସ 3.5 ମାସ ତାହେଲେ ଏଥିରୁ କଣ ଜାଣିପାରିଲା ଦୁଇ ଜଣ ଅଛନ୍ତି ଜଣେ ବ୍ୟକ୍ତି ଅଛନ୍ତି ସପୋଜ ସେ ବ୍ୟକ୍ତି ହେଲା ଏ ତାଙ୍କ ମା ବି ଜଣେ ଅଛନ୍ତି ତା ରାଶି ହେଲା କଣ ବି କହିଛି ଜଣେ ବ୍ୟକ୍ତିର ବର୍ତ୍ତମାନ ବୟସ ତାଙ୍କ ମାଙ୍କ ବୟସର 3.5 ମାସ ଯଦି ମାଙ୍କ ବୟସକୁ ମୁଁ ଧରି ନେବି x ତାହେଲେ ବ୍ୟକ୍ତିଙ୍କ ବୟସ କେତେ ହବ ନା ର କହିଥିଲା କାହାର ମାଙ୍କ ବୟସ ର 3.5 ମାସ ର ମାନେ ଗୁଣନ ତେଣୁକରି x into 3/5 ମୁଁ ଲେଖିପାରିବି ସେ ବ୍ୟକ୍ତି ଜଣଙ୍କର ବୟସ ଗୁଣି ଦେଲା ପରେ କେତେ ହେଇଯିବ ମୋର ନା 3x ଡିଭାଇଡ ବାଇ 5 ହେଇଯିବ ବୁଝିପାରିଲ ନା ନାଇଁ ତାର କହିଛି 8 ବର୍ଷ ପରେ ତାହେଲେ ବ୍ୟକ୍ତିଙ୍କର ବର୍ତ୍ତମାନ ବୟସ କେତେ ଅଛି ବର୍ତ୍ତମାନ ବୟସ ଅଛି ମନେକର ସେ ବ୍ୟକ୍ତି ହେଲା ଥିଲେ ଏ 8 ବର୍ଷ ପରେ ତାଙ୍କର କଣ ବୟସ ବି ବଢିବ 8 ତାପରେ କେବଳ ଦେଖ 8 ବର୍ଷ ପରେ ତାଙ୍କର ବୟସ ତାଙ୍କ ମାଙ୍କ ବୟସର 2/3 ହେବ ମାଙ୍କ ବୟସ ବି ବଢିବ ନା ବଢିବନି ନା ମାଙ୍କ ବୟସ ବି ବଢିବ କେତେ ବଢିବ ଦେଖ ମାଙ୍କ ବୟସ ଟା ଲେଖିଥିଲି କେତେ x 8 ବର୍ଷ ମଧ୍ୟ ବଢିବ ତାହେଲେ x + 8 କରିଦେଲି ତାହେଲେ କଣ ହବ ସେ ବ୍ୟକ୍ତିଙ୍କ ବୟସ ନା ମା ବୟସଙ୍କର 8 ବର୍ଷ ମାନେ ସେ 8 ବର୍ଷ ପରେ ମାଙ୍କ ବୟସର 2/3 ହବ ତେଣୁ 2/3 ଲେଖିଲି ବ୍ୟକ୍ତିର ବୟସ ଆମେ ଜାଣିଛେ ଏଇଟା କଣ ଥିଲା ବ୍ୟକ୍ତିର ବୟସ ବୁଝିଲ ନା ନାଇଁ ତାହେଲେ ଏ ଜାଗାରେ କେତେ ପକେଇ ପାରିବି ନା 3x/5 ପକେଇ ପାରିବି ପ୍ଲସ କଣ କରିବି ନା 8 ଇକ୍ୱାଲ ଟୁ କଣ କରିବି ନା ଏପଟେ କଣ କରିବି ନା ଯାହା ଅଛି ସେଇଆକୁ ଲେଖିଦେବି ତାପରେ ସମାଧାନ କରିବା ପାଇଁ ଲେଖିବି ଦେଖ ବୁଝିଗଲା ନା ନାଇଁ ତାହେଲେ କଣ ଲେଖିଦେଲି x + 8 ହେଲା ତାପରେ ଦେଖ ବର୍ତ୍ତମାନ ସମାଧାନ କରିବା ସମାଧାନ କେମିତି କରିବା ଦେଖ ଆକୁ ସିମ୍ପଲିଫାଇ କଲେ କେତେ ହବ ନା 3x + 8 × 40 ଡିଭାଇଡେଡ ବାଇ 5 ଇକ୍ୱାଲ ଟୁ ଦେଖ କେତେ କରିଦେବି ଆକୁ ନା 2/3x ପ୍ଲସ କେତେ କରିଦେବି ଏଇଟା 8 କରିଦେବି ଏତିକି ରଖିଦେବି ତାପରେ ଆକୁ ସିମ୍ପଲିଫାଇ କରିବି ଦେଖ ତାପରେ ଏବେ କଣ କରିବି ନା ଆକୁ ବଜ୍ର ଗୁଣନ କରିବି କଣ କରିବି ବଜ୍ରନ ଗୁଣନ କରିବି ବଜ୍ରନ ଗୁଣନ କଲେ କେତେ ହବ ଦେଖ 3 ଏପଟେ ହରାଇଛି ଏପଟେ 5 ହରାଇଛି ଏମିତି କଣ କଣ ଗୁଣିବି ହେଲା 3 ଗୁଣିଲେ କେତେ ହବ 3 3 9 9x ପ୍ଲସ 4 3 12 120 ସେପଟକୁ କଣ ଗୁଣା ହବ 5 ଗୁଣେ କେତେ ହେଇଯିବ 10 × x 10x ତାପରେ ପ୍ଲସ 5 ଦୁଗୁଣେ 10 10 ଅଷ୍ଟା 80 ବୁଝିପାରିଲ ନା ନାଇଁ ତାପରେ ଏଇ ଯୋଉ 9x ଟା ସେପଟକୁ ନେଇଯିବି 10x ରୁ 9x ଗଲେ କେତେ x ସେପଟେ ଯୋଉ 80 ଟା ସେପଟେ ଅଛି ଏପଟକୁ ନେଇଆଇଲେ କେତେ ହେଇଯିବ 40 ହେଇଯିବ 120 ରୁ 80 ଗଲେ କେତେ 8 4 12 40 ହେଇଗଲା ତାହେଲେ x କେତେ ବାହାରି ପଡିଲା ମୋର ନା 40 ବର୍ଷ ଏଇଟା x କଣ ନେଇଥିଲି ମୁଁ ନା ମାଙ୍କର ବୟସ ନେଇଥିଲେ x ତାହେଲେ ମାଙ୍କର ବୟସ କେତେ ବାହାରି ପଡିଲା ମୋର ନା 40 ହେଲେ ବର୍ତ୍ତମାନ ତାଙ୍କ ମାଙ୍କର ବୟସ କେତେ ବୋଲି ପଚାରିଥିଲା ତାହେଲେ ଏଇ ପ୍ରଶ୍ନର ସଠିକ ଉତ୍ତର କେତେ ନା 40 ବର୍ଷ ପିଲାମାନେ ତମେ ସମସ୍ତେ ଏଇ କୋଶ୍ଚିନ୍ ଟା ବୁଝିପାରୁଥିବ ମୁଁ ଆଶା କରୁଛି କାରଣ ଏଇ କୋଶ୍ଚିନ୍ ଏମିତି କିଛି ବି ନାହିଁ ତମେ ଯଦି ଇକ୍ୱେସନ ଟା ସଠିକ ଭାବରେ ଲେଖିଦବ ତାହେଲେ ଏଇ କୋଶ୍ଚିନ୍ ଟା ଆନ୍ସର ଆରାମସେ କରିଦେଇ ପାରିବ ବୁଝିପାରିଲ ନା ନାଇଁ କୋଶ୍ଚିନ୍ ଟା ବହୁତ ସହଜ ଥିଲା ମୁଁ ବି ସମାଧାନ କରିସାରିଛି ତମର ତମେ ବୁଝିପାରିଥିବ
देखिए नेक्स्ट क्वेश्चन कौन है क्वेश्चन की मु तुम बुझे एत समय नहीं कि तुम करने एत समय लगे कौन मु कहूँ स्टेप कहूँ बार बार कहूँ कौट फली कहूँ तुम तो एत समय कौन कह ना कौन बाहर कह नहीं निजे बाहर कर देছি तेणु मुझे कौन कली कि मुझे यही इक्वेशन टा केवल लिखी ए प्लस लिखिदेली पुट कर तापर समाधान करदेली सर कि समय लगे बहुत कम समय लगे है मात्र 30 सेकेंड भितर हो प्रश्नटा देखा नेक्स्ट क्वेश्चन कौन है देख बुझापी टाइम लगे वन सही बुझीगला तुम बहुत कम समय करदेव जड़े दोकानी दुईटी द्रव्य को प्रत्येक देख दुईटी द्रव्य को प्रत्येक केते टଙ୍କା बिक्री करछि 6 टଙ୍କା बिक्री होती प्रथम द्रव्य शतकड़ा 20 लाभ द्वितीय द्रव्य शतकड़ा 20 क्षति करते ताले गोटे कौन लाभ कला आ गोटे कौन कला क्षति कला केते क्षति कला 20 ताले मु टिके नो पूर्व तुमको कही नेट प्रॉफिट बा लॉस केमि बाहर नेट प्रॉफिट और लॉस केमि बाहर देख है बहुत सहज आउ टे पूर्व कहला कौन कहते 20 माइनस 20 हम कौन पाई माइनस पकड़ी ना क्षति था माइनस करी कौन ये प्लस ये कौन करी प्लस करी किंतु एटा कौन हम एक्स इंटू वाई करी एक्स जगह 20 इंटू वाई जगह माइनस 20 करी देख मुझे पूर्व क्वेश्चन कर माइनस पकड़ी बुझीपार ना तापर बर्तमान कौन करी देख ये जो माइनस टाक एठेकी नहीं आसबि करदेवी देख 20 20 कले केते 0 तार एटा जो गला कौन केते 20 20 400 माइनस 400 हो चल माइनस 400 बाई केते हो 100 हो ऊपर दुटा शून्य तल दुटा शून्य कटिगला ताले केते माइनस 4 हैला माइनस माने कौन माइनस तार साइन ना क्षतिर साइन मु तुमको स्टार्टिंग रु कही चल केते हैला मोर माइनस 4% बा 4% क्षति हैला मोर देखला क्षति कोठी अछि ना ऑप्शन नंबर 1 रे अछि ताले केते सहज प्रश्नटा तमे देखि पड़थबो भी बुझी पड़थबो समस्त मैं आशा करूची देखो नेक्स्ट क्वेश्चन देखिबा हला हेलो हेलो आज्ञा मोटे क्लास करछु तो पछर କଥା हेबे कोन सहित एक्स वाई जेड रो देखो पड़ता पिला माने नेक्स्ट क्वेश्चन टा बोर्ड रे एक्स वाई जेड रो दरमान अनुपात दे देछि एक्स रो देतला 5 वाई रो देतला 3 जेड रो देतला 1 एक्स वाई एकत्र भाबे दर पाती 7200 टका केते पाती एक्स वाई ताले मो लिखि दउछि सेटा को बड़ करी ते देखि पारछि सब बुझ एक्स वाई जोड तीन जण थले से माने मोर अनुपात देतला से माने किछि काम करती आ त सर्थि पय न किछि दरमा मिलथाय से दरमांकर अनुपात दरमांगा टोटल मोट तो देइनी सेमानकर अनुपात देछि एक्स वाई जेड प्रत्येक केते लखा पैसा नियंती सेमानकर पैसा तो देइनी सेमानकर अनुपात देछि तेमे देखि पारतो स्क्रीन रे एक्स वाई जेड तीन जण व्यक्ति थले एक्स से टोटल माने टोटल जति पैसा इनकम करती तार 5% नि एक्स वाई नि 3% जेड नि 1% से कहि जदि एक्स वाई एकत्र काम करती एक्स वाई तेमे देखि पारतो तले एक्स माने कहला 5x बुझला नहीं जेतला अनुपात देथो तले समाधान करिया पे कोन करे बड माने कर x हला केते टका नउची ना 5x टका नउची y भी केते टका नउची ना 3x नउची तले दी जण को मिसी के दे देची 7200 बुझि पारे नहीं तले 5 अनुपात 3 अनुपात मिसी केते गला 8 अनुपात हे गला 8x हे गला 8x को 7200 आ x को केते बाहरिबो ना 7200 हरण केते 8 8 नुआ 72 900 তাহলে এক অনুপাত কেতে পারিগলা 900 পারিগলা কি পছলা x ର ଦରମା z ର ଦରମା ଠାରୁ ଶତକଡ଼ା କେତେ ଅଧିକ ତାହେଲେ ଆମକୁ କଣ ବାହାର କରିବାକୁ ପଡିବ x ର ବି ଦରମା ବାହାର କରିବାକୁ ପଡିବ x ର ଦରମା କେମିତି ବାହାର କରିବି 1 ଅନୁପାତ ଯଦି ହେଲା 900 5 ଅନୁପାତ କେତେ ହବ ନା ଗୁଣି ଦେବି 9 5 କେତେ ହେଲା 45 ହେଲା ବୁଝି ପାଇଲା ନାହିଁ ତାହେଲେ z ଅନୁପାତ କେମିତି ବାହାର କରିବି ନା z ତ 1 ଅନୁପାତ ଅଛି ସେଇ ଗୁଣି ଦେବି ତାହେଲେ z ଅନୁପାତ କେତେ ହେଲା 900 ସେ କଣ କରିଲା x ର ଦରମା जेड ର ଦରମା ଠାରୁ ଶତକଡ଼ା କେତେ ଅଧିକ ତାହେଲେ କାହା ସହିତ ତୁଳନା କରାଯାଇଛି जेड ସହିତ ଯାହା ସହିତ ତୁଳନା କରିବେ ତାକୁ ତଳେ ରଖିବ ସଦାବେଳେ ମାନେ ହରେଇ ରଖିବ ତାହେଲେ କାହା ସହିତ जेड ସହିତ ତୁଳନା କରାଯାଇଥିଲା ତାହେଲେ जेड ର ଦରମାକୁ ରଖିଲି ତଳେ ତାପରେ x କୁ जेड ସହିତ କମ୍ପେୟାର କରିବାକୁ ପଡୁଛି ତାହେଲେ ଦେଖିଲ କେତେ ହେଇଯିବ 36 ହେଇଯିବ 45 ଯେତେବେଳେ 900 ପିଟି ଦେବି କେତେ ହେଇଯିବ 36 ହେଇଯିବ 9 5 45 ହେଲା 9 4 36 ହେଲା 36 ହେଲା ତାପରେ ଯେହେତୁ ଶତକଡ଼ାରେ ପ୍ରକାଶ କରିବାକୁ କହିଛି ତାଙ୍କୁ 100 ଗୁଣିବେ देखो एठू दुईटा शून्य एठू दुईटा शून्य कटले 9 ର କାଟିଲେ କେତେ ହେଲା 4 9 4 36 ଦୁईଟା ଶୂନ ହେଲା ତାର କେତେ ହେଲା 400% ଅଧିକ କିଏ
इनकम करथिला x काठारु z ठारु ताले देखिला ऑप्शन नंबर कोठी ना ऑप्शन नंबर डी हैला ए क्वेश्चन रा सटीक उत्तर पिला माने तमे समस्त बुझी परथबो बहुत सहज क्वेश्चन थला जेतबे तुम अनुपात देथो तमे तो कोन करिवो x नहीं ଯିବ ଗୋଟାକୁ 5x ମୁଁ ନେଲି x ର ଭ୍ୟାଲୁ ଟାକୁ 5x ନେଲି y ଟାକୁ 3x ନେଲି 5 3 8 8x କୁ ହେଲା 7200 x କୁ ବାହାର କରିଲି 5x କୁ ବାହାର କରିଲି 4500 ତାପରେ ଏଠି 1x କୁ ବାହାର କରିଲି ଭାଇ x କୁ କେବଳ ବାହାର କରିଦେଲି 900 ତାପରେ ଯାହା ସହିତ କମ୍ପେୟାର କରିଥା ସେଇଟା ହରେ ରହିବ ତେଣୁକରି z ର ଦରମାଠୁ ଶତକଡ଼ା କେତେ ଥିବ z ର ଦରମାଠୁ କହିଛି ତାହେଲେ ର ଯାହା ରଖିଛି ସେଟା ତଳେ ରଖିଲି 900 ଉପରେ ହେଲା କେତେ ଅଧିକ ଥିଲା z ଠାରୁ x ନା 3600 ତାପରେ ଶତକଡ଼ା ପ୍ରକାଶ କରିବା ପାଇଁ 100 ଗୁଣିଲେ ତାପରେ ସରିଲା ବୁଝିପାରିଲ ନାହିଁ ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ରହିଛି ନେକ୍ସଟ କ୍ୱେଶ୍ଚନ ଦେଖିପାର ତ ସମସ୍ତ ସ୍କ୍ରିନ ରେ ହେଲା ଦେଖ ଏକ ମୂଳଧନ ଗୋଟିଏ ମୂଳଧନ ସମାନ ସରଳ ସୁଧ ସିମ୍ପଲ ଇଣ୍ଟରେଷ୍ଟ ହାରରେ 6 ବର୍ଷରେ ଟାଇମ ପିରିୟଡ 6 ବର୍ଷରେ 62 ଟଙ୍କା ହୁଏ ସେ ମୂଳଧନ ଆମକୁ ଜଣାନି କିନ୍ତୁ କହିଛି 6 ଇୟର ରେ ହେଇଯାଉଛି କେତେ ଟଙ୍କା ହେଇଯାଉଛି ଏଟା 6200 ହେଇଯାଉଛି ପୁଣି ସେଇ ମୂଳଧନ 9 ଇୟର ରେ ହେଲା 9 ଇୟର କେତେ ହେଇଯାଉଛି 9900 ଟଙ୍କା ହେଇଯାଉଛି ତାହେଲେ ଦେଖିଲ ପିଲାମାନେ ଆମେ କଣ ପଚାରିଛି ବାହାର କରିବା ପାଇଁ ନା ତେବେ ବାର୍ଷିକ ସୁଧର ହାର କେତେ ତାହେଲେ ବାର୍ଷିକ ସୁଧ ହାର କେତେ ବାହାର କରିବି ନା ଦେଖ 6 ବର୍ଷରେ ଏତିକି 9 ବର୍ଷରେ ଏତିକି ସମାନ ମୂଳଧନ ତାହେଲେ ଯୋଉ 3 ବର୍ଷ ମଧ୍ୟରେ କେତେ ଇନକ୍ରିମେଣ୍ଟ ହେଇଛି ଦେଖିଲ ଏଇ ମୂଳଧନର କେତେ ବୃଦ୍ଧି ହେଇଛି ଦେଖ 3 ବର୍ଷ ମଧ୍ୟରେ କେତେ ବୃଦ୍ଧି ହେଇଛି ଜାଣିବି ଦେଖ ଫେଡିଦେବି 9900 7200 ଫେଡିଦେଲା ପରେ କେତେ ହବ ଏଠି ହେଲା 700 ଏଠି ହେଲା କେତେ 2700 3 ବର୍ଷକୁ ଯଦି ସୁଧ ହେଲା 2700 ତାହେଲେ ଏକ ବର୍ଷକୁ ସୁଧ କେତେ ହବ ନା 2700 ବିଭକ୍ତ କେତେ 3 ଗଲେ 3 9 37 ତାହେଲେ 900 ଏକ ବର୍ଷକୁ କେତେ ହେଲା ସୁଧ 900 ପିଲାମାନେ ତେବେ ସମସ୍ତେ ଜାଣିପାରୁଥିବ ଏକ ବର୍ଷକୁ ସୁଧ ହେଲା କେତେ 900 ତାହେଲେ ପ୍ରଥମେ ଯୋଉ 6 ବର୍ଷରେ କହିଥିଲା ଏତିକି ଟଙ୍କା ହୁଏ ବୋଲି ଗୋଟେ ମୂଳଧନଟା ତାହେଲେ ସୁଧ ସେଥିରେ କେତେ ଏକ ବର୍ଷକୁ ଯଦି 900 ହେଲା ତାହେଲେ 6 ବର୍ଷକୁ କେତେ ହବ ନା 6 ଗୁଣନ 9 ହେଲା 900 କେତେ ହେଲା 54 ତାହେଲେ 5400 ଟଙ୍କା ଲୁଚିକି ଅଛି ଏଇ ଯୋଉ 7200 ଟଙ୍କାରେ 7200 ଟଙ୍କାରୁ କେତେ ଫେଡିଦେବି ନା 5400 ଟଙ୍କା ଫେଡିଦେବି 0 0 12 4 8 ବୁଝିଲେ ନାଇଁ 6 5 1 1800 ତାହେଲେ କଣ ହେଇଗଲା ନା 1800 ଟଙ୍କା ହେଲା ତାହେଲେ ଜାଣିଗଲ କଣ ମୂଳଧନ ଏଇ ଯୋଉ 7200 ହେଇଯାଇଛି କୌଣସି ଗୋଟେ ମୂଳଧନ ବୁଝିଲେ ନିର୍ଦ୍ଦିଷ୍ଟ ସୁଧରେ 6 ବର୍ଷ ମଧ୍ୟରେ ତାହେଲେ ତାର ମୂଳଧନ ଟା କେତେ ଆସିଲା 7200 ହେଇଥିଲା ତାହେଲେ 1800 ଟଙ୍କା ଆସିଲା କଣ ମୂଳଧନ ତାହେଲେ ପ୍ରିନ୍ସିପାଲ କେତେ ଆସିଲା କେତେ 1800 ବୁଝିପାରିଲନି ତାହେଲେ ସୁଧ କେତେ ଆସିଥିଲା 5400 ସେଇଥିପାଇଁ ଦିଟା ମିଶିକି ହେଇଥିଲା କେତେ 6 ବର୍ଷ ଭିତରେ 7200 ଆମେ ଜାଣିଛେ ସମସ୍ତେ ସରଳ ସୁଧର ସୂତ୍ର କଣ ନା ମୂଳଧନ ପ୍ରିନ୍ସିପାଲ ଟାଇମ ଇଣ୍ଟୁ କଣ ରେଟ ଡିଭାଇଡେଡ୍ ବାଇ କଣ 100 ତାହେଲେ ଆମେ ସମସ୍ତେ ଜାଣିଲେ ସିମ୍ପଲ ଇଣ୍ଟରେଷ୍ଟ କେତେ ହେଲା ବର୍ଷକୁ 900 ହେଲା ତାହେଲେ ସିମ୍ପଲ ଇଣ୍ଟରେଷ୍ଟ ଜାଗାରେ କେତେ 900 ପକେଇଦେବି ପି ଜାଗାରେ ମୂଳଧନ କେତେ ପକେଇବି ମୂଳଧନ ହେଇଥିଲା ମୋର କେତେ 1800 ତା ସମୟ କଣ ଗୋଟେ ବର୍ଷ ଭିତରେ ଆର ତ ପଚାରିଥିଲା ଡିଭାଇଡେଡ୍ ବାଇ 100 ଦିଟା ଶୂନ ତଳେ ଉପର ଦିଟା ଶୂନ କଲା 18 କାଟିଲେ କେତେ 18 95 ତାହେଲେ 50 ହେଲା ବୁଝିପାରିଲ ନା ବୁଝିପାରିଲନି ତାହେଲେ ଆର କେତେ ହେଇଗଲା ତମର ନା 50 ଶତକଡା ହେଇଗଲା ତାହେଲେ ଏଇ ପ୍ରଶ୍ନଟା କେତେ ସହଜ ଦେଖିପାରିଲ ନା ନାହିଁ ତମକୁ ବୁଝିବା ପାଇଁ ଏତେ ମୁଁ ସବୁ ଲେଖିଲି କିନ୍ତୁ ତମକୁ କଣ କରିବାକୁ ପଡିବ ତମକୁ କଣ କେବେ ବି ଏତେ ଷ୍ଟେପ କରିବାକୁ ପଡିବନି ତମେ ତ ଏବେ ଦେଖିଲ 3 ବର୍ଷ ଭିତରେ କେତେ ହେଇଗଲା ଏଠି ପଡିଗଲା 27 ଏକ ବର୍ଷ ଭିତରେ 900 ହେଇଗଲା ସରିଲା ତମ ଏଠି 900 ପକେଇଦବ ଏଠି ତ କଣ 900 କୁ 54 ଫେଡିଦେଲା ପରେ ଗଠି ବାହାରିଗଲା ସରିଲା ବୁଝିଲେ 1800 ଏଠି ପକେଇଦେଲେ ଏଠି ବାହାର କରିଲ ସୁବିଧା ଏଥିରେ କଣ ବେଶୀ ବଡ କିଛି ନାହିଁ ଏଇ କ୍ୱେଶ୍ଚନ ଟା ବହୁତ ସହଜ ଥିଲା ଦେଖ ନେକ୍ସଟ କ୍ୱେଶ୍ଚନ ସମାଧାନ କରିବା ବୁଝିଲେ ନା ନାଇଁ ନେକ୍ସଟ କ୍ୱେଶ୍ଚନ ଦେଖ ବହୁତ ସହଜ ପ୍ରଶ୍ନଟା ରହିଛି ଏଇଟା ମଧ୍ୟ ଆମକୁ ଦେଇଛି 5 to the power x minus y equal to 125 ଆଉ 2 to the power x plus y equal to 128 ତେବେ x square minus y square ର ମୂଲ୍ୟ କେତେ ପଚାରିବାକୁ ହେଇଛି ପଚାରିଛି x square minus y square ର ମାନଟା ଆମେ ବାହାର କରିବା କେମିତି ବାହାର କରିବା ନା x y ଟା ବାହାର କଲେ x square minus y square ର ମାନ ବାହାର କରିବା ଆରି ମାନଟା ପଚାରିଛି କେମିତି ବାହାର କରିବା ଦେଖ 5 to the power x minus y ଥିଲା ଏପଟେ ଥିଲା କେତେ 125 125 କୁ 5 ଆଧାରରେ ପ୍ରକାଶ କଲେ କେତେ ହବ ନା 5 ର କ୍ୟୁ ହେଇଯିବ ବୁଝିଲାଣି ଦେଖ ଏଠି 5 5 ଥିଲା ସମାନ ଥିଲା ଯଦି ଘାତ ସମାନ ହଉଛି ଆଧାର ସମାନ ହଉଛି ଘାତ ଦିଟା ବି ସମାନ ହବ ଇକ୍ୱାଲ ଟୁ ପଛରେ ଥିଲେ ତାହେଲେ x minus y equal to କେତେ ହେଇଗଲା 3 ହେଇଗଲା ବୁଝିପାରିଲ ନା ନାଇଁ
तापर सेकेंड टा देखो 2 टू दी पावर x प्लस y रही सेपट रही केते 128 केते घात ना 2 रा सप्तम घात केम जाइली देखो 2 दुगुणे 4 दुगुणे 8 दुगुणे 16 दुगुणे 32 दुगुणे 64 दुगुणे 128 তাহলে কেতেটা হলা দেখলাম 2 4 6 7 সেবে 7 2 ର ଘାତ 7 आधार समान अछि তাহলে घात दुईटा इक्वल हो मझरे इक्वल टू थिला बेले তাহলে x प्लस y इक्वल टू केते गेला 7 हेला তাহলে x प्लस x माइनस y 3 x प्लस y 7 तो दिटा যদি যোগ করিবে এটি গোটে माइनस y আছে এটি प्लस y আছে দিটা কটি ଯିବ তাহলে কেতে जो x x মিশিলে কেতে ହେଲା 2x ହେଲା যদি বাম পଟେ মিশি ডান পଟେ মিশি 7 3 কেତେ ଯିବ 10 ହେଇଯିବ তাহলে x इक्वल टू केते ଯିବ 5 ହେଇଯିବ x ବାହାରି গଲା तमर केते 5 তাহলে y কেতে ହେଇଯିବ तमर 2 ହେଇଯିବ তাহলে x ବାହାରି ଗଲାନି 5 y ବାହାରି ଗଲା କେତେ 2 ତମ ପଚାରଥିଲା x स्क्वायर माइनस y स्क्वायर x रे जगह करले 5 ର स्क्वायर माइनस y जगह करले 2 ର स्क्वायर 5 ର स्क्वायर 25 2 ର स्क्वायर 4 25 ରୁ 4 গেলে কেতে 21 বুঝিলা নাই এইটা সঠিক উত্তর কেতে নম্বর রয়েছে না বি নম্বর রয়েছে পিলা মানে বুঝি পারছ না নাই ଦେଖ ପରବର୍ତ୍ତୀ ପ୍ରଶ୍ନଟା କଣ ରହିଛି କୋଶ୍ଚିନ୍ ଗୁଡାକ ବହୁତ ସହଜ ତମେ ଟିକେ ନକୁ ଚେଷ୍ଟା କଲେ ଟିକେ ନକୁ ପ୍ରାକ୍ଟିସ କଲେ ନିଶ୍ଚିତ ଫୁଲ ସ୍କୋର କରିପାରିବ ମ୍ୟାଥମେଟିକ୍ସ ରେ ଆମର ମ୍ୟାଥ ସେସନଟା ସରି ସାରିଲା ପରେ କିଛି ଅଧା ଅଧି ହେଇଗଲା ପରେ ମୁଁ ଅଦର ସବଜେକ୍ଟକୁ ଆଣିବା ପାଇଁ ଚେଷ୍ଟା କରିବି ବୁଝିବା ପାଇଁ ତମକୁ ଚେଷ୍ଟା କରିବି ଦେଖ କଣ ଲେଖା ହେଇଛି 5 ଟୁ ଦି ପାୱାର a କ୍ୟୁବ ହେଲା ଇକ୍ୱାଲ ଟୁ 25 তাহলে a ର ମାନ ବାହାର କରିବି କେମିତି ବାହାର କରିବି ଦେଖ এইটাକୁ କଣ କରିବି ନା 5p ଟୁ ଦି ପାୱାର a ଏଇ ରୁଟ କ୍ୟୁବିକ ରୁଟ ଓଲେଇଲା ପରେ କଣ ହବ ନା 1/3 ହେଇଯିବ ଏଟା କଣ ହେଇଯିବ ନା 1/3 ହେଇଯିବ ସେପଟେ କଣ କରିବି ଏଠି 5 ଆଧାରରେ ରହିଛି ତାକୁ ବି 5 ଆଧାରରେ ପ୍ରକାଶ କରିଦେବି 5 ଟୁ ପାୱାର 2 କରିଦେବି ଏଟା ମଲ୍ଟିପ୍ଲାଇ ଯେହେତୁ ଘାତର ଘାତ ଅଛି ଘାତର ଘାତ ହେଲେ କଣ ଗୁଣା ହବ ତାହେଲେ a/3 ହେଇଯିବ କେତେ ହେଇଯିବ a/3 ଇକ୍ୱାଲ ଟୁ କେତେ 5 ର घात 2 आधार समान घात दुईटा सामान हम इक्वल टू थे मझे a/3 इक्वल टू केते 2 তাহলে a इक्वल टू केते हिजबो 3 2 केते हला 6 তাহলে দেখি পারলো না নাই এই a ର ভ্যালু এই প্রশ্ନରେ जो a ର ভ্যালୁ পଚାरଥିଲା ତାର ମୂଲ୍ୟ କେତେ କମ ସମୟ ଭିତରେ ବାହାରି ଯାଇଛି କେତେ ବାହାରିଲା ନା 6 ବାହାରିଲା ଜାଣି ପାରିଲ ନା ନାହିଁ ଦେଖ ନେକ୍ସଟ କ୍वेଶ୍ଚନ କଣ ରହିଛି ନେକ୍ସଟ କ୍वेଶ୍ଚନ ହେଉଛି 20 ଜଣ ପୁରୁଷ 20 ଜଣ ପୁରୁଷ 20 men ଓ ଓ ମାନ ଯୁକ୍ତ 25 ସ୍ତ୍ରୀ 25 ସ୍ତ୍ରୀ ଗୋଟିଏ କାର୍ଯ୍ୟ 5 ଦିନ ଶେଷ କରନ୍ତି ହେଲେ ଗୋଟିଏ କେତେ ଜଣ ସ୍ତ୍ରୀ ଅଛନ୍ତି 25 କଣ କରିବି ଫିମେଲ ଓମେନ କରିଦେବି ହେଲା ମେନ ଓମେନ ହେଇଗଲା ଗୋଟିଏ କାର୍ଯ୍ୟକୁ କେତେ ଦିନ କରନ୍ତି 5 ଦିନ ତାହେଲେ ଟୋଟାଲ କାମ କେମିତି ହବ ଦିଟା ମିଶେଇ ଦେଇକି କଣ 5 ଗୁଣି ଦେବି ହେଲା ବୁଝିଲେ ନା ନାଇଁ ହେଲା ଯଦି ମନେକର ଗୋଟି ଜଣେ ପୁରୁଷ ଗୋଟିଏ କାମକୁ ଏମ ଆଉ କଣ 20 ଜଣ କେତେ 20 ଏମ 25 ଜଣ ଜଣେ ମହିଳା ସେମିତି ଗୋଟିଏ କାମକୁ ଡବ୍ଲୁ 5 ଜଣ କେତେ ହବ 25 ଡବ୍ଲୁ ତାହେଲେ ମୋଟ କାମ କେମିତି ବାହାରିବ ଦିନକୁ ଏତିକି କରୁଛନ୍ତି 5 ଦିନ କେତେ କରିବ ଗୁଣନ 5 ଜଣେ ପୁରୁଷକୁ ଏକାକି ସମାନ କାର୍ଯ୍ୟ କରିବାକୁ ଏଇ କାମ କରିବାକୁ ଏଇ ଟୋଟାଲ କାମ ଯେତିକି ଏଇ କାମ କରିବାକୁ ଜଣେ ପୁରୁଷକୁ ମାନେ ୱାନ ମେନ୍ କେତେ ଦିନ ଲାଗୁଛି 150 ଦିନ ଲାଗୁଛି ବୁଝିପାରିଲ ନା ନାଇଁ ଏ ପ୍ରଶ୍ନଟା ବହୁତ ସହଜ ଅଛି ତାହେଲେ ଲେଖିଛି ତେବେ ଜଣେ ସ୍ତ୍ରୀକୁ ଏକାକି ସମାନ କାର୍ଯ୍ୟ ଶେଷ କରିବାକୁ କେତେ ଦିନ ଲାଗିବ ଆମେ ବାହାର କରିଦବା ମୋଟ କାର୍ଯ୍ୟ କେତେ ମୋଟ କାର୍ଯ୍ୟ ବାହାର କରିସାରିଲା ପରେ ଆମେ ଯୋଉ ରହିଛି ଜଣେ ମହିଳାର ଦିନକୁ କାର୍ଯ୍ୟ କରିବାର କ୍ଷମତାକୁ କରିଦେଲା ପରେ ଟୋଟାଲ ବାହାରିଯିବ କେତେ ଦିନ ଏଇ ମହିଳା ତାକୁ ଯୋଉଟାକୁ ଶେଷ କରିପାରିବେ ଦେଖ କେମିତି ବାହାର କରିବି ଏଇଟା 5 ରେ କାଟିଦେବି 5 ରେ କାଟିଲେ କେତେ 5 ତିରିକି 15 30 ତାପରେ ଏଠି କଣ ହେଇଗଲା ନା 20 ମେନ୍ ସେପଟୁ ଅଛି 30 ମେନ୍ ତାହେଲେ ଏଇଟା ସେପଟୁ ଗଲେ କଣ ହେଇଯିବ ଫେଡା ହେଇଯିବ ଫେଡା ହେଇଗଲା ପରେ କେତେ ହେଇଯିବ 10 ମେନ୍ ହେଇଯିବ ଆଟାରେ 10 ମେନ୍ ହେଇଗଲା ବୁଝିଲା ନା ନାଇଁ ତାହେଲେ ବାଁ ପଟେ କଣ ରହିବ 25 ଓମେନ୍ ତାହେଲେ ମେନ୍ ବାଇ ଓମେନ୍ ରେସିଓ ବାହାର କରିଦେବି ତାହେଲେ 25 ବାଇ କଣ କରିଦେବି 10 କରିଦେବି 5 କାଟିଲେ 5 5 5 କାଟିଲେ କେତେ 2 ହେଲା ତାହେଲେ ଓମେନ୍ ରେସିଓ କେତେ ହେଲା ମାନେ କାର୍ଯ୍ୟ କରିବାର କ୍ଷମତା ଦିନକୁ ଦିଟା କରିବ ତାହେଲେ ମେନ୍ କେତେ କରିବ 5ଟା କରିବ ତାହେଲେ ଟୋଟାଲ କାର୍ଯ୍ୟ କେମିତି ବାହାର କରିବା ଏଟା 20 ମେନ୍ ଜଣଙ୍କର କ୍ଷମତା ଥିଲା କେତେ 5 20 ଜଣ କେତେ ରହିବ 100 20 ପଞ୍ଚା 100 ତାପରେ 25 ଓମେନ୍ ଜଣଙ୍କର କ୍ଷମତା 2 25 ରେ କେତେ ହେଇଯିବ 25 into 2 କେତେ ହେଇଯିବ 50 ତାହେଲେ ସେମାନେ ଦିନକୁ କେତେ କରନ୍ତି 100 କରୁଛି ଇଏ କରୁଛି 50 150 କେତେ ଦିନ କରିବେ 5 ଦିନ କରିବେ ଗୁଣନ 5 ତାହେଲେ ଟୋଟାଲ କାମ ଏଇଠି ବାହାରି ପଡିବ ଟୋଟାଲ ୱାର୍କ ବାହାରି ପଡିବ ତାହେଲେ କେତେ ହେଲା 150 into 5 କେତେ 15 5 75 7 50 ତାହେଲେ ଟୋଟାଲ ୱାର୍କ କେତେ ହେଇଗଲା ନା ଟୋଟାଲ ୱାର୍କ ଆମର ହେଇଗଲା ବା ଟୋଟାଲ କାର୍ଯ୍ୟ ହେଇଗଲା କେତେ ଆମର 750 ତାହେଲେ ଆମର ଜାଣିଛି କଣ ନା ତେବେ ଜଣେ ସ୍ତ୍ରୀକୁ ଏକାକି ସମାନ କାର୍ଯ୍ୟ କରିବାକୁ କେତେ ଦିନ ଲାଗିବ ଜଣେ ସ୍ତ୍ରୀ ଦିନକୁ କେତେ କରୁଛି
ଦୁଇଟି କାମ କରୁଛି ତାହେଲେ 7 କୁ 25 କେତେ ଦିନ କରିବ ନା ବିଭକ୍ତ କ 2 ତାହେଲେ 2 ରେ କାଟିଲେ କେତେ ହେଇଯିବ ନା 2 3 କେତେ 6 2 7 14 2 5 10 375 ଦିନ ଲାଗିବ କାହାକୁ ଜଣେ ସ୍ତ୍ରୀ ଲୋକକୁ ଲାଗିବ ବୁଝିପାରିଲ ନା ନାଇଁ ଆଉ ଥରେ ବୁଝିଦେବି ଦେଖ ମନେକର ଜଣେ ପୁରୁଷ ଗୋଟେ ଏମ ଦିନେ କାମ କରେ ଆଉ ଦିନକୁ ଏମ କରେ ତାହେଲେ 20 ଜଣ କେତେ କରିବେ 20 ଏମ ଜଣେ ସ୍ତ୍ରୀ ଲୋକ ସେମିତି ଦିନକୁ କରେ ଡବ୍ଲୁ କାମ 25 ଜଣ କେତେ କରିବେ 25 ଡବ୍ଲୁ ସେ ଦି ଜଣ ମିଶେଇଲା ପରେ କେତେ ହେଇଯିବ ଏତିକି ହେଇଯିବ କେଦିନ ଶେଷ କରନ୍ତି ସେଇ କାମକୁ 5 ଦିନ ଶେଷ କରନ୍ତି ସରିଲା ତାହେଲେ ସେଇ ସମାନ କାମକୁ 150 ଦିନରେ ଜଣେ ପୁରୁଷ କରିପାରିବ ବୁଝିଲା ନାହିଁ ତାହେଲେ ଏଠି କଣ କଲି ମେନ୍ ଓମେନ ର ରେସିଓ ବାହାର କରିଦେଲି ରେସିଓ ବାହାରି ଗଲା ପରେ କଣ ହେଲା ମୁଁ ଯୋଉ ଏଫିସିଏନ୍ସି ତାଙ୍କର ପାଇଗଲି ଏଫିସିଏନ୍ସି ମାନେ କଣ ତାଙ୍କର କ୍ଷମତା ଜଣେ ପୁରୁଷ ଦିନକୁ 5ଟି କାମ କରିପାରେ ଜଣେ ମହିଳା ଦିନକୁ 2ଟି କାମ କରିପାରେ ତାହେଲେ ସେ ଦିଟା କଣ କରିଦେଲି ମୁଁ ଏଠି ଗୁଣିଦେଲି ହେଲା ତାହେଲେ 20 ଜଣ ମେନ୍ ଥିଲେ ଜଣଙ୍କର ହେଲା 5 କ୍ଷମତାରେ 20 ଜଣ କେତେ କରିପାରିବେ 100ଟା କାମ କରିପାରିବେ ଦିନକୁ ହେଲେ 25 ଜଣ ଅଛନ୍ତି ଜଣଙ୍କ କ୍ଷମତା 2 ହେଲେ 50 ଜଣ 25 ଜଣ କେତେ 50ଟି କାମ ତାହେଲେ ଦିନକୁ କ୍ଷମତା ହେଲା 150 5 ଦିନ କ୍ଷମତା କେମିତି ଗୁଣିଦେଲି ତାହେଲେ କେତେ ହେଇଗଲା 750 ତାହେଲେ ଟୋଟାଲ କାମ ହେଇଗଲା 750 ଜଣେ ମହିଳାର ଏଫିସିଏନ୍ସି ଅଛି 2 ତାହେଲେ 2 ଯଦି ଦିନକୁ 2ଟି କାମ କରେ ତାହେଲେ 750 କାମ କେତେ ଦିନ କରିବ ନା ହରିଦେଲି ହରିଦେଲା ପରେ କେତେ ହେଲା 375 ଯୋଉ ଅପସନ ଆମର ଡି ଅଛି ଏହାର ସଠିକ ଉତ୍ତର ଯଦି ଏଇଭଳି କୋଶ୍ଚିନ୍ ଆସେ ତାହେଲେ ଏମିତି ତମେ କରିବ ସମାଧାନ ବୁଝିପାରିଲ ନାହିଁ ବହୁତ ସହଜ କୋଶ୍ଚିନ୍ ହେଲା ଏଇ କୋଶ୍ଚିନ୍ କି ଆରାମସେ ସଲ୍ଭ କରିପାରୁଥିବ ସମସ୍ତେ ବୁଝି ବି ପାରୁଥିବ କିଛି ଅସୁବିଧା ନାହିଁ ଦେଖ ପରବର୍ତ୍ତୀ ପ୍ରଶ୍ନ କଣ ଦେଇଛି x ଟା y ଠାରୁ ବଡ x ଟା କଣ y ଠାରୁ ବଡ y ଠାରୁ କିଏ ବଡ x ଟା ବଡ ଆଉ x ପ୍ଲସ y ର ଭ୍ୟାଲୁ ଦେଇଦେଇଛି କେତେ 36 1 by x plus 1 by y equal to 1 by 18 ତାହେଲେ ଦେଇଦେଇଛି ଦିଟା ଇକ୍वेସନ ଟାଇପ ର ତାହେଲେ x y ର ମୂଲ୍ୟ କେତେ ପଚାରୁଛି ଦେଖିଲ ଆମେ ଏଇ ସମାଧାନ କରିବା ପାଇଁ କିଛି ସମାଧାନ କରିବାନି ଅପସନ ପକେଇ କରିଦବା କାରଣ ଅପସନ ପକେଇ ଗଲେ ଶୀଘ୍ର ଆମର ସମାଧାନ ହେଇଯିବ ଆମେ କିନ୍ତୁ କୁଇକଲି ଆନ୍ସର ବାହାର କରିବାର ଅଛି ଆମେ ସେଠି ଲଙ୍ଗ ଟାଇପ ଲେଖୁନି କି ସେଠି ଆମର ଷ୍ଟେପ ମାର୍କିଂ ହଉନି ଆମର କେବଳ ଆନ୍ସର ଟି ହିଁ ଦରକାର ତେଣୁ ଆମକୁ ଯେମିତି ସୁବିଧା ହବ ଆମେ କମ ସମୟରେ କେମିତି ବାହାରିବା ଦେଖିବା ଦେଖ 27 ପ୍ଲସ 9 ଏଇଟା ବି ହେଇଯାଉଛି 36 ଏଇଟା ବି ହେଇଯାଉଛି 36 ଏଇଟା ବି ହେଇଯାଉଛି 36 ଏଇଟା ବି 36 ହେଲା ବୁଝିଲା ନାଇଁ ତା ସେ କଣ କହିଛି ଆମକୁ ନା x ଟା ବଡ ହବ ତାହେଲେ ଏ କ୍ଷେତ୍ରରେ ଯଦି x ବଡ ଅଛି ଏ କ୍ଷେତ୍ରରେ ବି ବଡ ଅଛି ଏଇଟା ତ ହବନି ତାପରେ ଏଇଟା ବି କଣ ଏଇଗୁଡାକ ହବ ତାହେଲେ ଦେଖିଲା ଯଦି 27 ଆଉ 9 ମୁଁ ପୁଟ କରିବି ଏଇ ଜାଗାରେ 1 by x plus 1 by y ଜାଗାରେ ମତେ କଣ 1 by 8 ମିଳିବ କି ଦେଖ ପୁଟ କଲ ଦେଖ x y ରେ LCM ନେବାକୁ ପଡିବ 27 ଆଉ କଣ 9 ର LCM କେତେ 27 27 କୁ 27 ହେଲେ 1 1 into 1 1 ତାପରେ ଠିକ କେତେ ହବ y ଜାଗାରେ କେତେ ପକେଇଥିବି 9 ପକେଇଥିବି ନା 9 ପକେଇଲା ପରେ କେତେ ହେଇଯିବ 27 ହରିଲା ପରେ କେତେ 3 3 କେ 3 ଉପରେ ହେଇଥିଲା 1 3 4 4 by 27 କଟୁଛି କି 1 by 8 ହଉଛି କି ଏଇଟା ତାହେଲେ ହବନି ହେଲା ତାର ସେକେଣ୍ଡ ଟା ପକେଇବା ଦେଖ 1 by ମୁଁ କେତେ କରିଦେବି 24 କରିଦେବି ପ୍ଲସ 1 by କେତେ କରିଦେବି 12 କରିଦେବି ଏଇଟାକୁ x ର ଭ୍ୟାଲୁ ଏଇଟାକୁ y ଭ୍ୟାଲୁ ନେଇକି ମୁଁ ପୁଟ କରୁଛି ଦେଖିବା 1 by 8 ହଉଛି ନା ଯଦି ଆମର 1 by 8 ହେଇଗଲା ତାହେଲେ ଜାଣିବା ଆମର ହେଲା x ର ଭ୍ୟାଲୁ 24 y ର ଭ୍ୟାଲୁ କେତେ 12 ଦେଖିଲ 24 ଆଉ 12 ର LCM କେତେ ନା 24 24 ହରଣ ଦେଲେ 24 ରେ କେତେ 1 1 into 1 କେତେ 1 ଏଠି ପ୍ଲସ 24 କୁ ଡିଭାଇଡ କରିକି 12 କେତେ ହବ 2 2 into 1 କେତେ ସେଇ 2 ବୁଝିଲା ନାଇଁ ତାପରେ କେତେ ହେଇଗଲା ଦେଖିଲ 2 1 3 3 by 24 3 by 24 ହେଲା ତାକୁ ଯଦି ମୁଁ କାଟିବି କେତେ ହେଇଯିବ 1 by 8 ହେଇଯିବ ତାହେଲେ କେତେ ମିଳିଲା 1 by 8 ଆଉ ଉତ୍ତର ବି ଅଛି କେତେ 1 by 8 ତାହେଲେ କୋଉ ଅପସନ ଟା ଏଠି ଆପ୍ଲିକେବୁଲ ହେଲା ଆମ ଅପସନ ନମ୍ବର ସେକେଣ୍ଡ ଆପ୍ଲିକେବୁଲ ହେଲା ଯେହେତୁ ଆମର ଏଠି ଆପ୍ଲିକେବୁଲ ହେଇଯାଇଛି ଆମେ ପ୍ରମାଣ କରିସାରିଛେ ଆଉ ନେକ୍ସଟ କାଇଁ ଚେକ୍ କରିବି ବୁଝିଲେ ଆଉ ପୁଣି ଏଇଟା ବି ହବନି କଣ ପାଇଁ ନା କହିଥିଲା y ଟା x ଠାରୁ କଣ ହବ ସରି x ଟା y ଠାରୁ ବଡ ହବ ଲାଗା ଏ ତ ସମାନ ଅଛି ଏଟା କଦାପି ବି ହେଇପାରିବନି ତାହେଲେ ପସିବୁଲ କୋଉଟା ହବ ଉତ୍ତର ନା ଅପସନ ନମ୍ବର ବି ଟା ହେଲା ଏଇ ପ୍ରଶ୍ନ ସଠିକ ଉତ୍ତର ତମେ ଦେଖିପାରୁଥିବ ପରବର୍ତ୍ତୀ ପ୍ରଶ୍ନ ସ୍କ୍ରିନରେ ପରବର୍ତ୍ତୀ ପ୍ରଶ୍ନ ରହିଛି ଯଦି 15 ଜଣ ପୁରୁଷ ଦିନକୁ 5 ଘଣ୍ଟା ଲେଖାଏଁ କାମ କରନ୍ତି 15 ଜଣ ପୁରୁଷ କେତେ ଜଣ ପୁରୁଷ ଅଛନ୍ତି 15 ଜଣ ମେନେ ଦିନକୁ 5 ଘଣ୍ଟା ଲେଖା କାମ କରି ଗୋଟିଏ କାମ ଜମିକୁ 36 ଦିନ ଶେଷ କରନ୍ତି ଏଇଟା କଣ କଣ ପାଇଁ ଗୁଣିଲି ନା ଟୋଟାଲ ୱାର୍କ ବାହାରିବ 15 ଜଣ ପୁରୁଷ 5 ଦିନ କାମ କଲେ 36 ଦିନ ତାହେଲେ ସରୁଛି ତାହେଲେ ଇଏ ହେଲା କଣ ତାଙ୍କର ଟୋଟାଲ ୱାର୍କ ଟୋଟାଲ କାର୍ଯ୍ୟର ପରିମାଣ ତାପରେ ସେ ଯଦି ତେବେ 9 ଜଣ ପୁରୁଷ ଦିନକୁ 12 ଘଣ୍ଟା ଲେଖା କରି ଲେଖାଏଁ କାମ କଲେ ସେଇ କାମ ମାନେ ଏଇ କାମ ତାହେଲେ ଏଇ କାମର ପରିମାଣ ଯେତିକି ଆଉ ଯୋଉ ଏଇ ଯୋଉ ସେକେଣ୍ଡ କୋଶ୍ଚିନ ଲେଖା ସେକେଣ୍ଡ ପାର୍ଟ ଯୋଉ କୋଶ୍ଚିନ ଲାଗିଛି ସେଇ କାମ ତ କରିବେ ଏ ସେକେଣ୍ଡ ପାର୍ଟରେ ଯେତେ ଜଣ କରୁଛନ୍ତି ଏଇ କାମଟାକୁ ଏଇ ଟୋଟାଲ କାମଟାକୁ କରିବେ ତାହେଲେ ଦେଖିବା 9 ଜଣ ପୁରୁଷ ମାନେ 9 m ହେଲା କେତେ ଘଣ୍ଟା ଦିନ କରୁଛନ୍ତି 12 ଘଣ୍ଟା କରୁଛନ୍ତି କେତେ ଦିନେ ସେଇ କାମ କରିବେ କୋଉ କାମ ନା ଏଇ କାମ ଏଇଠି ଯୋଉ ଟୋଟାଲ କାମ ବାହାରି ଯାଇଛି
ଏଇ କାମଠୁ କେତେ ଦିନ ଶେଷ କରିବି କେମିତି ବାହାର କରିବି ଦେଖ ଏଇଟାକୁ ଆସି ଦେଇକି କଲ୍ କରିଦେଲି କାରଣ ସମାନ କାମ ନା ଏଇଟା ହେଲା କଣ ଟୋଟାଲ କାମ କାର୍ଯ୍ୟର ପରିମାଣ ହେଲା ଏଇଟା ବି ସେଇ ଟୋଟାଲ କାର୍ଯ୍ୟର ପରିମାଣ କିନ୍ତୁ କଣ କହୁଛି ଏଇ ଯୋଉ କେତେ ଦିନରେ ଶେଷ କରିପାରିବେ ଏତିକି ଜଣ ଲୋକ ଯଦି ଦିନକୁ ଏତିକି ସମୟ କାମ କରନ୍ତି ଏଇ କାର୍ଯ୍ୟ ଏଇ ଯୋଉ ଟୋଟାଲ କାର୍ଯ୍ୟଟା ଏଇ ବାମ ପଟେ ଅଛି ଏଇ ତ କାର୍ଯ୍ୟକୁ ଏଇ 9 ଜଣ ଲୋକ 12 ଦିନକୁ 12 ଘଣ୍ଟା ଲେଖା କାମ କଲେ କେତେ ଦିନ ଶେଷ କରି ଭାଗ ହେଇଯାଇଛି ତାହେଲେ କଣ କରିବି ଦେଖ 9 ରେ କାଟିଲେ କେତେ 9 ଚଉ 36 ଦେଖ 4 କାଟିଲେ କେତେ ହେଇଗଲା ଏଠି 3 4 3 12 3 କାଟିଲେ କେତେ ଏଠି ହେଲା 5 3 5 15 5 ଏଠି ହେଲା କେତେ 5 25 କଣ ହେଇଗଲା 25 କଣ ଭୁଲ ଭାଲ କରିଦେଲି କି ଦେଖିଲ ଆଉ ଥରେ କେମିତି ମୁଁ କଣ ଭୁଲ ଭାଲ କରିଦେଲି ବୋଧେ ରହିଥା ଟିକେ ଗୋଟେ ମିନିଟ୍ କ୍ଲିୟର କରିଦେବି ଲେଖା ହେଲା କାରାଗାରୀ ହେଲା ତ ଭୁଲିଗଲା 15 ଜଣ ପୁରୁଷ 5 ଘଣ୍ଟା ଲେଖା କରୁଛନ୍ତି କେତେ ଘଣ୍ଟା ଲେଖା ହନ୍ତି 5 ଘଣ୍ଟା ଲେଖା କରୁଛନ୍ତି କଣ କରୁଛନ୍ତି 15 ଜଣ ପୁରୁଷ 5 ଘଣ୍ଟା ଲେଖା କରୁଛନ୍ତି ବୁଝିଲ ନା ନାଇଁ 15 ଜଣ ପୁରୁଷ ପ୍ରଶ୍ନ ପଢା ଭଲ ଅଛି 15 ଜଣ ପୁରୁଷ 5 ଘଣ୍ଟା ଲେଖା ଦିନକୁ କାର୍ଯ୍ୟ କରି ସେଇ କାର୍ଯ୍ୟକୁ 36 ଡେରେ ଶେଷ କରନ୍ତି ପୁଣି 9 ଜଣ ପୁରୁଷ ସରି ଗୋଟିଏ କାର୍ଯ୍ୟ 7 ଶେଷ କରି 9 ଜଣ ମେନେ ସେଇ କାର୍ଯ୍ୟକୁ 12 ଘଣ୍ଟା ଲେଖା କରି କେଦିନ ଶେଷ କରିଗଲେ ପଚାରୁଛି ତାହେଲେ ଏଠି କାଟିବି କେମିତି 12 କାଟିଲେ କେତେ ହେଲା 12 3 36 ବୁଝିପାରିଲ ନା ନାଇଁ ତାହେଲେ 3 କାଟିଲେ କେତେ ହେଲା ଏଠି ହେଲା 3 ସେମିତି ନା 3 କାଟିଦେଲେ କେତେ ହେଇଯିବ ଏଠି 3 5 15 ତାହେଲେ କେତେ ହେଲା 5 5 25 ତାହେଲେ କଣ ହେଲା 25 ଦିନରେ ଶେଷ କରିବ 25 ଡେଜ୍ ତାହେଲେ ପିଲାମାନେ ଦେଖିଲ ତାହେଲେ ଅପସନ ତମର ନାହିଁ ତାହେଲେ କଣ ହବ ଏଇଟା ବୋଧେ ଦେଖ ଏଇଟା ଟାଇପିଂ ମିଷ୍ଟେକ୍ ହେଇଥିବ କାହିଁ କହିଲ ଏଠି ଦେଖ ଇଂରାଜୀରେ ଲେଖା ହେଇଛି ଏ ସବୁ ଇଂରାଜୀ ଲେଖା ହେଇଛି ଏଇଟା ଓଡ଼ିଆ ଲେଖା ହେଇଛି ଏପଟେ ତାହେଲେ ଏଇଟା 8 ହେବ ସେଇଥିପାଇଁ ଉତ୍ତର ବାହାରିନି ସେଇଥିପାଇଁ ମୁଁ ବ୍ୟସ୍ତ ହଉଛି ଦେଖିବା ଉତ୍ତର ପକେଇଲେ ଏଠି ଏଇଟା 8 କର ଏଇଟା 5 ନୁହେଁ ଏଇଟା 8 ପକେଇଦେଲେ କେତେ ହେଇଯିବ ଏଇଟା 8 ପକେଇ ହେଲା 8 5 କେତେ ହେଇଯିବ 40 ତାହେଲେ ଅପସନ ରହିଲା ହେଲା ବୁଝିଲ ନା ନାଇଁ ତାହେଲେ କେତେ ହବ 40 ହବ ଏଇ ଯୋଉ 5 ରେ ଲେଖା ହେଇଛି ଓଡ଼ିଆରେ ଏଇଟା ଟାଇପିଂ ମିଷ୍ଟେକ୍ ଏଇଟା ହେଲା କଣ 8 ମୁଁ ଦିଥର କଲାଣି ସେଇଥିପାଇଁ ଆଉ ମୁଁ ହଉନି ସେଇ ଆଉ ଜାଣିପାରିଲ ନା ନାଇଁ ପିଲାମାନେ ତାହେଲେ ଏଇଭଳି ପ୍ରଶ୍ନ କେମିତି ସମାଧାନ କରିବ ଯେତେବେଳେ ଲୋକ ସଂଖ୍ୟା ଦେଇଥିବ କେତେ ଘଣ୍ଟା କାମ କରିବେ କେତେ ଦିନ କାମ କରୁଛନ୍ତି ତାହେଲେ ଟୋଟାଲ ମଲ୍ଟିପ୍ଲାଏ କରିଦେଲେ ଟୋଟାଲ ମୋଟ କାର୍ଯ୍ୟ ସଂଖ୍ୟା ବା କାମର ପରିମାଣ ତମର ବାହାରିଯିବ ତାପରେ ସେଇପରି ଭାବରେ ସେପଟେ କଣ କରିବ ଗୁଣିଦବ ଯାହା ପଚରା ହେଇଛି ରଖିଲା କାରଣ ଏଇ 9 ଜଣ ଲୋକ 12 ଘଣ୍ଟା ଲେଖା କାମ କରି ଏଇ ସମାନ କାର୍ଯ୍ୟ ଶେଷ କରିବେ ନା ତାଙ୍କୁ ସେଇଥିପାଇଁ ଇକ୍ୱାଲ ଟୁ ଦେଇକି ଏପଟେ ଲେଖିଲି ତାପରେ ଏଟା କଟା କରିଦେଲେ ଏପଟେ ଗୁଣା ହେଇଛି ଗୋଟେ କଣ ଖରାପ ସେଇଥିପାଇଁ ସିଧା ସିଧା କାଟିଦେଲି ଆଉ ଦେଖ ନେକ୍ସଟ କ୍ୱେଶ୍ଚିନ୍ ସମସ୍ତେ ଦେଖ ଯଦି ଗୋଟିଏ ବୃତ୍ତାକାର ରାସ୍ତାର ତାହେଲେ ରାସ୍ତା ଗୋଟେ ରହିଛି ବୃତ୍ତାକାର ସଦୃଶ୍ୟ ତାହେଲେ ବୃତ୍ତ ଗୋଟେ କରିଦେଲି ବୁଝିଲା ନାଇଁ ରାସ୍ତା କୋଉଟା ହବ ତମେ ଦେଖିପାରୁଛ ଏଇଟା କଣ ତାର ଏଟା ହେଲା ରାସ୍ତା ବୁଝିପାରିଲ ନା ନାଇଁ ଏଇଟା ସବୁ କଣ ରାସ୍ତା ତାହେଲେ ବୃତ୍ତାକାର ରାସ୍ତା ଏଇଗୋଟା କହିଛି ଗୋଟିଏ ବୃତ୍ତାକାର ରାସ୍ତାର ବାହାର ଭିତର ପରିଧି ଯଥାକ୍ରମେ ମନେକର ବାହାର ବ୍ୟାସାର୍ଧ ହେଲା କ୍ୟାପିଟାଲ ଆର ଆଉ ଭିତର ବ୍ୟାସାର୍ଧ ହେଲା କେତେ ସ୍ମଲ ଆର ବୁଝିଲ ନା ନାଇଁ ଦେଇଛି ପରିଧି 2 ଜଣ ଦେଇଛି ତାହେଲେ ବାହାର ବ୍ୟାସାର୍ଧର ପରିଧି ପାଇଁ ସୂତ୍ର କଣ ଲେଖିବି ନା 2 ପାଇ କ୍ୟାପିଟାଲ ଆର ସେଟା କେତେ ଦେଇଦେଇଛି 396 ତାପରେ ଭିତର ବୃତ୍ତର ବ୍ୟାସାର୍ଧ ସ୍ମଲ ଆର ତେଣୁ ତାର ପରିଧି କେତେ 2 ପାଇ ସ୍ମଲ ଆର ଇକ୍ୱାଲ କେତେ ଦେଇଥିଲା 352 ସେ କଣ ପଚାରିଲେ ରାସ୍ତାର ପ୍ରସ୍ତ କେତେ ନା ଏଇ ଗୋଟାକ କେମିତି ବାହାର କରିବି ନା ମୁଁ ଯଦି ବାହାର ପରିଧି ଭିତର ପରିଧି ଫେଡିଦେବି ତାହେଲେ କଣ ହଉଛି ଦେଖ 2 ପାଇ ଆର ମାଇନସ 2 ପାଇ ସ୍ମଲ ଆର ଯେହେତୁ ଏପଟେ ବାଁ ପଟେ ଫେଡିଛି ସୂତ୍ରକୁ ଫେଡିଲି ସେପଟେ ଭାଲ୍ୟୁକୁ ବି ଫେଡିବି 396 ମାଇନସ 352 ତାପରେ କଣ କରିବି ନା କଣ କମନ ଦେଖୁଛି 2 ପାଇ ଉଭୟ କମନ ଆର ମାଇନସ ଆର ଇକ୍ୱାଲ ଟୁ କେତେ ଫେଡିଦେଲା ପରେ କେତେ ହବ ନା 4 ଏଠି ହେଲା କେତେ 4 44 ହେଲା ବୁଝିହେଲା ନାଇଁ ତାହେଲେ 2 ପାଇର ଭ୍ୟାଲୁ ହେଲା 22 ଏଇଟା ହେଲା କଣ ଆର ମାଇନସ ଆର ଇକ୍ୱାଲ ଟୁ କେତେ 44 22 ଦୁଗୁଣେ କେତେ 44 44 କଟିଗଲା 7 ଏମିତି କଣ ହେଇଛି ହରା ହେଇଛି ବୋଲି କଣ ହବ ଗୁଣା ହବ ତାହେଲେ ଆର ମାଇନସ ଆର କେତେ ହେଲା 7 ସେଣ୍ଟିମିଟର ବୁଝିପାରିଲ ନାଇଁ ରାସ୍ତାର ପ୍ରସ୍ତ କହିଲେ କଣ ବୁଝ ନା ଆର ମାଇନସ ଆର ରାସ୍ତା ପ୍ରସ୍ତ କୋଉଟା କଣ ନା ଏଇଠୁ ତ କହିଲା କଣ ରାସ୍ତାର ପ୍ରସ୍ତ କେମିତି ବାହାର କରିବି ନା ଟୋଟାଲ ବଡ ଆର ରୁ ଯଦି ଏଇଠୁ ତ ଫେଡିଦେବି ତାହେଲେ ମୋର ଏଇଠୁ ତ ବାହାରିବ ଏଇଟା ହେଲେ କଣ ହେଇଯିବ ରାସ୍ତାର ପ୍ରସ୍ତ ମାନେ ଆର ମାଇନସ ଆର ପିଲାମାନେ ବୁଝିପାରିଲ ନା ନାଇଁ ଏ ପ୍ରଶ୍ନଟା ତ ବହୁତ ସହଜ ଥିଲା ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କଣ ରହିଛି ଏଇଟା କେବଳ ତମକୁ ଏତେ ଷ୍ଟେପ କରିବାକୁ ଦେଇଛି ତମେ ବୁଝିବା ପାଇଁ ତମେ କଣ ପାଇଁ ଏତେ ଷ୍ଟେପ ଲେଖିଥାନ୍ତ ମୁଁ ତ ଏ ଷ୍ଟେପ ଲେଖିବାର କଣ ଆବଶ୍ୟକତା ଅଛି କିଛି ନାହିଁ
डायरेक्ट लिखा हुआ 2 पाई होल इनटू आर माइनस आर एटा हला कोन रास्तार क्षेत्रफल एई गोटा हला एटा हला कोन मुख्य लाइन एइठी हला समाधान हम आ ऊपरडा किछि आवश्यक नहीं चित्र भी आवश्यक नहीं 2 पाई होल इनटू आर माइनस आर इक्वल टू 44 ताले 2 पाई समाधान कले गोटे लाइन दी लाइन 2 टू 4 सेकंड लागो टोटल ए क्वेश्चन समाधान करे पे देखिबा नेक्स्ट क्वेश्चन कोन होइछि नेक्स्ट क्वेश्चन देखिलो गोटे सिलिंडर रो घनफल सिलिंडर कथा कहिलानी माने प्रथमे कोन करिवा ना सिलिंडर डायग्राम करदो मु करि देली देखि करदो पेन स्क्रीन हैला एटा कोन गोटे सिलिंडर ते चारि घनफल घनफल कि से कोन वॉल्यूम कोन घनफल सूत्र कोन ना पाई आर स्क्वायर एच मु तो कहिथली जे कोन से गोटे घन वस्तु देखिबा पाखो कि मन किया पे सुविधा हो कोन ना भूमिर क्षेत्रफल इनटू उच्चता हला कोन से मानकर घनफल बुझान से पहिले कि भूमिर क्षेत्रफल भूमि गोटे कोन वृत्त वृत्तर क्षेत्रफल पाई आर स्क्वायर एइटा हला कोन उच्चता उच्चता हला कोन एच देन से पे पाई आर स्क्वायर एच हला देई ଦେଇଛି ଏଇ ଗୋଟାର ଭ୍ୟାଲୁ କେତେ ଦେଇ ଦେଇଛି এটা 1232 ଦେଇ ଦେଇଛି କାର ଭ୍ୟାଲୁ ଏଇ ପାଇ ସ୍କୋୟାର ଏଚ୍ ର ଭ୍ୟାଲୁ ଦେଇ ଦେଇଛି 1232 ଆଉ ଦେଇଛି କଣ ବକ୍ର ପୃଷ୍ଠତଳ କ୍ଷେତ୍ରଫଳ ଦେଇଛି ବକ୍ର ପୃଷ୍ଠତଳ କହିଲେ କହୁଛ ଏଇ ଗୋଟାକ ଏଇଟା କଣ କରନ୍ତି ନା 2 ପାଇ ଆର ଏଚ୍ କେତେ ଦେଇ ଦେଇଛି 176 ତାହେଲେ ଦେଖିଲ ମୁଁ 2 ରେ କାଟିଦେଲେ କେତେ ହେଇଯିବ 2 ଅଷ୍ଟା 16 2 ଅଷ୍ଟା 16 ତାହେଲେ କେତେ ହେଲା ନା ପାଇ ଆର ଏଚ୍ ଇକ୍ୱାଲ ଟୁ ହେଇଗଲା କେତେ 88 କଣ ପଚାରିଥିଲା ଭୂମିର ପରିଧି भूमि गोटे कोन वृत्त ताले हमें आर बाहर कर देला परे 2 पाई आर बाहर करता भूमि रो परिधि बाहर करिया पे हैला बुझन ताले पाई आर एच के बाहर कर देली देखिलो टी पिला माने रे लॉजिक अछि आर स्क्वायर अछि मु तण करी कोन करती गोटे पाई आर एच कर दी आउट आर को अलग कर दी जे पाई आर स्क्वायर थला मु गोटे आर सहित मिसे के केली आउट आर बाहर कर देली तापर लिखिबी केते ना 1232 तापर कोन करबी एई जो पाई आर एच वैल्यू तो बाहर कर देली 88 88 गोटे पकई देली आर इक्वल टू केते हैला 1232 88 रे काटिबी केते काटिदेबी देखिलो 11 काटले 11 अष्टा 11 काटले 11 के 11 1 3 11 के 11 तापर असला कि 2 2 ताले 11 2 22 6 बारला 8 काटले जाई कटिबना देखिलो 8 के 8 केते वाला 3 2 8 24 14 वाला ताले आर केते वाला 14 आर माने कोन व्यासार्ध हो गेलो ताले से पचातला कोन 2 पाई आर 2 5 जगह केते पई 22 तो 7 8 जगह केते पई गेला 14 ताले 7 काटले केते 2 22 4 केते हला 88 ताले এই প্রশ্ন সঠিক উত্তর কেতে ହେଲା 88 অপশন ର কোଉଠି ডি তাহলে କେତେ ସହଜ ତମେ ସମସ୍ତେ ବୁଝି ପାରୁଥିବ ହେଲା এই ପ୍ରଶ୍ନ ବହୁତ କମ ସମୟରେ ପାଇଯିବ ଦେଖି ପାରୁଥିବ ଯଦି 0.83 ଉପରେ ବାହାର ଦେଇଛି ନା ନାଇଁ ତୁ ପରିମେୟ ସଂଖ୍ୟାରେ ପରିବର୍ତ୍ତନ କରାଯାଇଲେ ସଂଖ୍ୟାଟି କେତେ ହବ ତମ ପିଲାମାନଙ୍କୁ ଟେକ୍ନିକ ଶିଖେଇବି ଦେଖ ସଂଖ୍ୟାଟି କେତେ ରହିଛି 0.863 ଉପରେ ବାହାର ଦେଇଛି କଣ ଦେଇଛି 63 ଉପରେ ବାହାର ତମେ କଣ କରିବ ନା ଆଖି ବନ୍ଦ କରି ଯାହା ସଂଖ୍ୟା ଦେଖୁଛ ଉପରେ ସେ ସଂଖ୍ୟାଟାକୁ ଲେଖିଦବ 863 ଲେଖିଦବ କାହା ପରେ ବାର ନାହିଁ ନା 8 ଉପରେ ବାର ନାହିଁ ଯାହା ପରେ ବାର ନାହିଁ ସେଇଟା କଣ କରିଦବ ଫେଡିଦବ ସେ ସଂଖ୍ୟାରେ ଟୋଟାଲ ଦଶମିକ ପରେ ଥାଉ ପୂର୍ବରୁ ଥାଉ କିଛି ଜଣା କିଛି ଶୁଣିବିନି ସବୁ ତ ଟୋଟାଲ ସଂଖ୍ୟାଟାକୁ ଲେଖିଦେବି ଉପରେ ଯାହା ପରେ ବାର ନାହିଁ ତାକୁ ଫେଡିଦେବି ଯାହା ପରେ ବାର ଅଛି ତା ସଂଖ୍ୟା ଗଣିବି କେତେଟା ଅଙ୍କ ଉପରେ ବାର ଅଛି ବୋଲେ ଦିଟା ଅଙ୍କ ଉପରେ ବାର ଅଛି ଦିଟା ନାଁ ଲେଖିବି କେତେଟା ଅଙ୍କ ଉପରେ ବାର ନାହିଁ ଗୋଟେ ଅଙ୍କ ଉପରେ ବାର ନାହିଁ ଗୋଟେ ଶୂନ ଦେବି ଯେତିଟା ଅଙ୍କ ଉପରେ ବାର ଥିବ ସେତିଟା ନ ଯେତିଟା ଅଙ୍କରେ ବାର ନଥିବ ସେତିଟା ଶୂନ ଲଗେଇବି ଦେଖିଲ ବର୍ତ୍ତମାନ ମୁଁ ଯଦି 563 ରୁ 8 ଫେଡିବି କେତେ ହବ ମୋର 5 ହେଲେ 55 ହେଲା 5 କେତେ ହେଇଯିବ 55 ଦେଖିଲ କେତେ ହବ 555 ହେଇଯିବ ଦେଖ 13 13 ରୁ 8 ହେଲେ 5 ହେଲା 5 855 ତଳେ କେତେ ଅଛି 990 आको 5 रे काटी परी 5 के 5 3 ସେଠି କେତେ ହେଲା 5 के 5 3 5 35 5 ତା 35 5 के 5 171 डिवाइडेड बाय केते करबी ना 5 5 के 5 एति होला 4 5 नुआ 45 4 5 8 40 ना 5 8 40 ବର୍ତ୍ତମାନ ଦେଖିଲ ଆକୁ ବି ଆଉ କଟି ପାରିବ ନା କଟି ପାରିବନି 7 2 9 ଏଟା ବି 9 ରେ କଟି ଯାଉଛି 9 2 18 ହେଇଯାଉଛି ତାହେଲେ 9 के 9 9 के 9 9 8 17 8 1 9 9 81 19 9 रे काटले केते 9 2 18 9 2 18 चले 19/22 ऑप्शन नंबर केते ऑप्शन डी जानि पारनी ए क्वेश्चन बहुत सहज जेतेबेले केमि समाधान करिवे एई बडी क्वेश्चन थाले ना जेतेबेले देखो दशमिक परे जेते सब संख्या रहिछि ताकू मु कोन कर देले लिखि देली जे सब अंक रहिछि ताकू सब लिखि देली जहां पर 12 ने सोडा फटे दशमिक परे थाकू पूर्व थाऊ मने कर देखो एटा केमति हैला मु प्रमाण करिवि 19/22 केमति होछि देखो
ଏଟା ବହୁତ ସହଜ ପ୍ରମାଣ କରିଦଉଛି ତମକୁ କମେଣ୍ଟରେ। ମନେକର x ଇକ୍ୱାଲ ଟୁ କେତେ ହେଲା କହିଲ 0.863 ଉପରେ 12 ହେଲା। ତାପରେ 10x କରିବି ମାନେ 10 ଗୁଣ କରିଦେବି ବାମ ପଟକୁ, ତାହେଲେ ଡାହାଣ ପଟକୁ 10 ଗୁଣ ବି କରିବି, 10 ଗୁଣ କଲେ 10 ଆଗକୁ ଗୋଟେ ଯିବରି, ତାହେଲେ 8.63 ଉପରେ 12 ହେଇଯିବ। ତାପରେ ପୁଣି ଆଉ ଥରେ ଗୁଣିବି, ତାହେଲେ ବାମ ପଟେ କେତେ 100x ହେଇଯିବ, 100 ଗୁଣ ପୁଣି 10 ଗୁଣ ଦେଲା ପରେ 10 ଆଉ ଗୋଟେ ସ୍ଥାନ ଆଗକୁ ପଳେଇ ଆସିବ, ତାହେଲେ କେତେ ହେଇଯିବ 36 ଉପରେ 12, ବୁଝିଲେ ନାହିଁ। ତାପରେ କେତେ କରିବି 10 ଗୁଣିବି, 10 ଗୁଣିଲେ କେତେ ହେଇଯିବ 1000x ହେଇଯିବ, ତାହେଲେ କେତେ ହେଇଯିବ 863.63, ବୁଝିଲେ ନାହିଁ। ବର୍ତ୍ତମାନ ଡାହାଣ ପଟକୁ ଦେଖିବି କୋଉଠି ଦଶମ ଉପରେ ସମାନ ହେଇଛି, ଦେଖିଲ ଏଇଠି ଦଶମ ଉପରେ 60 ଉପରେ 12, ଏଠି ବି ଦଶମ ଉପରେ 60 ଉପରେ 12, କଣ ପାଇଁ ୟାକୁ ଦେଖିବି ସମାନ ହେଇଥିବା ପାଖରେ, କାରଣ ମୁଁ ଫେରିଲା ବେଳେ କି ସବୁତକ 0 ହେଇଯିବ। ତାହେଲେ କଣ କରିବି, କୋଉ ଦିଟା ସମାନ ହେଲା, ନା ଏଇଠି 10x ଆଉ 1000x ବି ସମାନ ହେଲା, ତାହେଲେ ବାମ ପଟେ ଫେରିବି, ଯଦି 100x 1000x ରୁ 10x ଗଲେ କେତେ 990 ହେଲା, x ଇକ୍ୱାଲ ଟୁ କେତେ ଏଥିରେ ଫେରିଲା ପରେ 10 ଉପରେ 60, 10 ଉପରେ 60 କଟିଗଲା, ତାହେଲେ ଡାଇରେକ୍ଟ କେତେ ଫେଡା ହବ, ତାହେଲେ 863 ରୁ 8 ଫେରିଲେ କେତେ ହେଲା 855, କେତେ ହେଲା 855, ତାହେଲେ x ଇକ୍ୱାଲ ଟୁ କେତେ ହେଇଯିବ ନା 855 ଡିଭାଇଡେଡ୍ ବାଇ 990, କେତେ ହେଇଯିବ 990, 5 ରେ କାଟିଦେଲେ କେତେ ହେଲା, 5 ରେ କାଟିଲେ 171, 5 ରେ କାଟିଦେଲେ କେତେ 198, ପୁଣି 9 ରେ କାଟିଦେଲେ କେତେ ହେଲା 19 ଡିଭାଇଡେଡ୍ ବାଇ କେତେ 22, ଦେଖିପାରୁଥିବ ସେଇ ଉତ୍ତର ବାହାରିଛି ନା 19/22, ଏଠି ବି 19/22, କେତେ ସହଜ କୋଶ୍ଚିନ୍ ତମେ ସମସ୍ତେ ଜାଣିପାରୁଥିବ, ଗୋଟାଏ ଷ୍ଟେପ ରେ ଉତ୍ତର ବାହାରି ପଡିଲା। ଦେଖିଲ ନେକ୍ସଟ କୋଶ୍ଚିନ୍ କେମିତି କଣ ଦେଇଛି, ଏଇଟା ସିମ୍ପଲିଫିକେସନ ଆସିଛି, এই କୋଶ୍ଚିନ୍ ବି ବହୁତ ସହଜ, ତେବେ ଦେଖିକି ଅନୁମାନ ଲଗେଇ ପାରୁଛ, କେମିତି ସମାଧାନ କରିବା, ନା 4/9 ଲେଖା ହେଇଛି, ମୁଁ କଣ କରିବି ନା 4/9 କୁ କଣ କରିଦେବି 2 ଆଉ 3 ଆଧାରରେ ପ୍ରକାଶ କରିଦେବି, 2/3 ହୋଲ ସ୍କୋୟାର କରିଦେବି, 2/3 କଣ କରିଦେବି ହୋଲ ସ୍କୋୟାର କରିଦେବି, ସେଇ ଯୋଉ ଘାତର ଘାତ ଥିଲା ତାକୁ ସେମିତି ବାହାର ରଖିଦେବି, ବୁଝିପାରିଲ ନାହିଁ। ତାପରେ ଟିକେ ତ 64 ଲେଖା ହେଇଥିଲା, ମୁଁ ଯାଇ 4 ର ତୃତୀୟ ଘାତ, 4 × 16 = 64, 4 ର ତୃତୀୟ ଘାତ ହେଲା କେତେ 64, ସେ ବାହାରେ ଅଛି କି 2/3 ସେମିତି ରଖିବି, ଇଣ୍ଟୁ ଦେଖିଲ 3 କୁ 3 ଏକ 4, ଏଇଠି କଣ ଅଛି 4/3 ହଉଛି, 3 କୁ 3 ଏକ 4/3 ହଉଛି, ଯେହେତୁ ମାଇନସ ଅଛି ତେଣୁ ଉଲ୍ଟେଇ ଦେଲେ କେତେ ହେଇଯିବ 3/4 ହେଇଯିବ, ତା ଦେଖିଲ ଏଠି 2 କୁ 2 କଟିଲା, ଏଠି 3 କୁ 3 କଟିଲା, ତାହେଲେ କେତେ ହେଇଗଲା 2/3 ହେଇଗଲା, ତାହେଲେ 4 ର ସ୍କୋୟାର କେତେ 16, ଏଇଟା କେତେ ହେଇଗଲା 3/4 ହେଲା, 3 3 କଟିଲା, ତାପରେ ଦେଖ 16 କାଟିଲେ 4 କାଟିଲେ କେତେ 4, ତାର 4 ଦୁଗୁଣେ କେତେ ହେଲା 8 ହେଲା, ଏଇ ପ୍ରଶ୍ନ ସଠିକ ଉତ୍ତର କୋଉଠି ଅଛି, ଅପସନ ନମ୍ବର B, ଦେଖିପାରୁଥିବ ସମସ୍ତେ ହେଲା। ଦେଖ ନେକ୍ସଟ କୋଶ୍ଚିନ୍ କି ସମାଧାନ କରିବା, ବୁଝିଲେ ନାଇଁ, ଏଇ କୋଶ୍ଚିନ୍ ଟା ବହୁତ ସହଜଟେ, କେବଳ তুমি ପେସେନ୍ସ ରଖିକି ଦେଖ, ଆମେ ଜାଣିଛେ ଗୋଟାକର ହର ଅଛି x ପ୍ଲସ y, ଆଉ ଗୋଟେ ହର ଅଛି x ମାଇନସ y, ତାହେଲେ ଏଇ ଦି ଜଣଙ୍କୁ ସମାଧାନ କରିବାକୁ ହେଲେ ଏଇ ଫାର୍ଷ୍ଟ ପାର୍ଟ ଆଗୁଆ କଣ କରିବି ସିମ୍ପ୍ଲିଫାଇ କରିବି, ତାପରେ ସେକେଣ୍ଡ ପାର୍ଟ ସିମ୍ପ୍ଲିଫାଇ କରିବି, ଦିଟାକୁ କରି ଡିଭାଇଡ କରିଦେବି, ଏକାଠି କରିବ ଲମ୍ବା ଧାଡ଼ି ହେଇଯିବ, ତାହେଲେ ଲସ୍ ଦି ଜଣ ନେଲେ କେତେ ହବ କହିଲ, ନା ଗୋଟେ x ପ୍ଲସ y ଆଉ ଗୋଟେ କେତେ x ମାଇନସ y, ତାହେଲେ ଲସ୍ କେତେ ହେଇଯିବ ନା x ସ୍କୋୟାର ମାଇନସ y ସ୍କୋୟାର, ଆମେ ସମସ୍ତେ ଜାଣିଛେ ଏଇଟା କଣ କଣ ଗୁଣା ହବ, ଗୁଣିଲା ପରେ କେତେ ହବ ଡାଇରେକ୍ଟ ଗୁଣିଦେବି, ତାହେଲେ x ସ୍କୋୟାର ମାଇନସ xy, ତାପରେ ଏପଟା କଣ କଣ ବି ଗୁଣା ହବ, ବୁଝିଲେ, ତାହେଲେ xy ପ୍ଲସ y ସ୍କୋୟାର, ବୁଝିଲେ ନାଇଁ, ତାହେଲେ ଏତିକି ଉତ୍ତର ହେଲା, ତାହେଲେ ମାଇନସ xy ପ୍ଲସ xy କଟିଗଲା, ତାହେଲେ ଉପରେ କେତେ ହେଲା x ସ୍କୋୟାର ପ୍ଲସ y ସ୍କୋୟାର, ତଳେ କେତେ ହେଲା x ସ୍କୋୟାର ମାଇନସ y ସ୍କୋୟାର, ତାପରେ ସେକେଣ୍ଡ ଟାକୁ ସିମ୍ପ୍ଲିଫାଇ କରି, ସେକେଣ୍ଡ ଟା କଣ ଅଛି ସେମିତି ଏଲସିଏମ କେତେ ହେଇଯିବ ନା x ସ୍କୋୟାର ମାଇନସ y ସ୍କୋୟାର ହେଲା, ତାପରେ ଦେଖ କଣା କଣା ଗୁଣିଲା ପରେ କେତେ ହେଇଯିବ ନା x ସ୍କୋୟାର ପ୍ଲସ xy, ତାପରେ ଦେଖ ମାଇନସ xy, ତାପରେ ପ୍ଲସ y ସ୍କୋୟାର, ତାପରେ ଦେଖିଲ ପ୍ଲସ xy ମାଇନସ xy କଟିଲା, ତାହେଲେ ଉପରେ କେତେ ରହିଲା ନା x ସ୍କୋୟାର ପ୍ଲସ y ସ୍କୋୟାର, ତଳେ କଣ ଅଛି ନା x ସ୍କୋୟାର ମାଇନସ y ସ୍କୋୟାର, ତାହେଲେ ଦିଟା କଣ କରାହବ କହିଛି ନା ହରିଆ ହବ, ହରା ହବ ମାନେ କଣ ଏଇଟା ଉଲ୍ଟି ଯିବ, ଏଇଟା ଉଲ୍ଟି ଗଲେ ସେକେଣ୍ଡ ଟା କେତେ ହେଇଯିବ ନା x ସ୍କୋୟାର ମାଇନସ y ସ୍କୋୟାର ଡିଭାଇଡେଡ୍ ବାଇ x ସ୍କୋୟାର ପ୍ଲସ y ସ୍କୋୟାର, ବାଁ ପଟେ କଣ ଥିଲା ଏଟା ହରଣଟା ଗୁଣନ କନଭର୍ଟ ହେଇଯିବ ନା x ସ୍କୋୟାର ପ୍ଲସ y ସ୍କୋୟାର ଡିଭାଇଡେଡ୍ ବାଇ କେତେ x ସ୍କୋୟାର ମାଇନସ y ସ୍କୋୟାର, x ସ୍କୋୟାର ମାଇନସ y ସ୍କୋୟାର x ସ୍କୋୟାର ମାଇନସ y ସ୍କୋୟାର କଟିଲା, x ସ୍କୋୟାର ପ୍ଲସ y ସ୍କୋୟାର x ସ୍କୋୟାର ପ୍ଲସ y ସ୍କୋୟାର କଟିଲା, ତାହେଲେ କଟିଗଲା ପରେ କଣ ଭାଗ କରାହେଲା, ଭାଗ କଲା ପରେ କେତେ ହେଇଯିବ 1 ହେଇଯିବ, ଜାଣିପାରିଲ ନା ନାଇଁ ଏ ପ୍ରଶ୍ନଟା କେତେ ସହଜ ଥିଲା, ଦେଖିପାରୁଥିବ ପରବର୍ତ୍ତୀ ପ୍ରଶ୍ନଟା କଣ ଦେଇଛି ନା 2 ଟୁ ଦି ପାୱାର x ପ୍ଲସ 2 ଇଣ୍ଟୁ 3 ଟୁ ଦି ପାୱାର x ମାଇନସ 2, ତାପରେ 6 ନମ୍ବର ଲେଖା ହେଇଛି, 6 ନମ୍ବର ମୁଁ କଣ କରିଦେବି 2 ଆଉ 3 ଆଧାର ବିଶିଷ୍ଟ ରାଶିରେ ପ୍ରକାଶ କରିଦେବି, ଦେଖ
2 ଗୁଣ 2 ଦୁଗୁଣେ 4 ଦୁଗୁଣେ 8 ଦୁଗୁଣେ 16 ଦୁଗୁଣେ 32 32 3 କେତେ 96 ହେଲା ହେଇଗଲା ନା ନାହିଁ 96 ଟାକୁ ମୁଁ 2 ଆଉ 3 ଆଧାରରେ କଳସ କଲି ମୁଁ ଯୋଉ 2 5 ଥର ନ ଲେଖି 2 to the power 5 ଲେଖିପାରିବି ନା ଲେଖିପାରିବିନି ଲେଖିପାରିବି ତାପରେ ଆଉ କଣ ଅଛି 3 ଗୋଟେ ଥର ଅଛି 3 to the power 1 ତାହେଲେ ଦେଖ ଏପଟେ କଣ ଅଛି ନା 2 to the power x plus 2 ଆଉ କେତେ 3 to the power x minus 2 ତାହେଲେ ଏପଟେ ବି 2 ଘାତରେ ପ୍ରକାଶ କରାଯାଇଛି ଏଠି 3 ଆଧାରରେ ବି ଘାତରେ ପ୍ରକାଶ କରାଯାଇଛି ଏଇଟା ବି ସେଇଆ ଅଛି ଏଇଟା ଗୁଣନ ମଝିରେ ଅଛି କିଛି ଅସୁବିଧା ହବନି ତାହେଲେ 2 2 ହର ସମାନ ଅଛି ସରି ଆଧାର ସମାନ ଅଛି ତେଣୁ କଣ ହେଇଯିବ ନା x plus 2 equal to 5 ହେଇଯିବ ଆଉ ଗୋଟେ କେତେ ହେଇଯିବ x minus 2 equal to 1 ହେଇଯିବ ତାହେଲେ x equal to କେତେ ହେଇଯିବ ନା 5 ଏପଟେ ପ୍ଲସ 2 ସେପଟେ ରହିଲା ମାଇନସ 2 ହେଇଗଲା 3 ହେଇଗଲା ତାହେଲେ ଏଇଟା x କେତେ ହେଇଯିବ ନା 1 plus 2 ସମାନ କେତେ ହେଲା 3 ହେଲା ତାହେଲେ ଏଇ ପ୍ରଶ୍ନ ସଠିକ ଉତ୍ତର କେତେ ନା 3 କେତେ କୋଉଠି ରହିଛି ଅପସନ ନମ୍ବର ସି ରହିଛି ଦେଖିପାରୁଥିବେ ପିଲାମାନେ ତାହେଲେ ପିଲାମାନେ ତମର ଆଜି ପାଇଁ 2021 ଆରଆଇ ଏକ୍ଜାମରେ ଆସିଥିବା କୋଶ୍ଚିନ୍ ମୁଁ ଗୋଟିଏ ସେଟର କିଛି କୋଶ୍ଚିନ୍ ସମାଧାନ କଲି ଆଜି ଆଉ ଏହିପରି ଭାବରେ ରେଗୁଲାରଲି ପ୍ରତ୍ୟେକ ଦିନ ତୁମମାନଙ୍କ ପାଇଁ ମୁଁ କୋଶ୍ଚିନ୍ କିଛି ଆଣିବି ଆଉ ତମମାନଙ୍କ ପାଇଁ ସମାଧାନ କରିବି ଏଇଟା ଆମର ଟୋଟାଲ 50ଟା ସେଟ୍ ରହିବ ଇଏ ଟୋଟାଲ 50 ଦିନ ପର୍ଯ୍ୟନ୍ତ ଚାଲି ରହିବ ତାପରେ ଦିନରେ ତମେ ସମସ୍ତେ ଜାଣିଛ ଏସଏସସି ସିଜିଏଲ 2023ରେ ଯୋଉ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଯାହା ସବୁ ଆସିଥିଲା ମ୍ୟାଥମେଟିକ୍ସର ମୁଁ ତାକୁ କଣ କରୁଛି ସିମ୍ପ୍ଲିଫାଇ କରିଛି ବର୍ତ୍ତମାନ ଓଡିଏ କ୍ଲାସରେ 4ଟି କ୍ଲାସ ଆର ସରି ସାରିଛି 2ଟି କ୍ଲାସ 2D ଉପରେ ଆଧାରିତ ଆଉ 2ଟି କ୍ଲାସ 3D ଉପରେ ଆଧାରିତ କାଲି ମୋର ଆସିବ କଣ ନା ଜୋମେଟ୍ରି ଉପରେ ଜୋମେଟ୍ରି ଆସିବ ପୁରା ଆଡଭାନ୍ସ ପୁରା ଲାଟେଷ୍ଟ ପୁରା ଲାଟେଷ୍ଟ ଟ୍ରିକ୍ ଯୋଉଟାକ ଅଛି ସେଇ କୋଶ୍ଚିନ୍ ଉପରେ ପୁରା ରହିବ ବୁଝିପାରିଲ ନା ନାହିଁ ତମେ ସମସ୍ତେ ଆସ ରେଗୁଲାରଲି କ୍ଲାସ କର ନିଜ କ୍ୟାରିୟର ପାଇଁ ଥରେ ଭାବ ଏଇ ମୌକା ଆଉ ଆସିବନି ଏଇ ଅପରଚୁନିଟି ଆସିବନି ଥରେ ଠିକ ସେ ଯଦି ପଡିଯାଇଥିବ ଥରେ ଯଦି ସାକ୍ରିଫାଇସ୍ କରିଥିବ ଜୀବନ ଭିତରେ ତମକୁ ଆଉ କିଛି ଅସୁବିଧା ହବାକୁ ପଡିବନି ସମ୍ମୁଖୀନ ହବାକୁ ପଡିବନି ତାହେଲେ ପିଲାମାନେ ଆଜିର କ୍ଲାସ କେମିତି ଲାଗିଲା ତମେ ନିଶ୍ଚିତ କମେଣ୍ଟ ବକ୍ସରେ ଜଣେଇବ ମୁଁ କାଲି ବି ତମ ପାଇଁ ଏଇଭଳି ଭାବରେ କିଛି କୋଶ୍ଚିନ୍ ଆଣିବି ସମାଧାନ ଶିଖେଇବି ହେଲା ତାପରେ ଦେଖୁଛି ଏସ୍ଆଇ ପାଇଁ ମଧ୍ୟ ଏସ୍ଆଇ ର ଯେତେବେଳେ ପ୍ରିଭିୟସ୍ କୋଶ୍ଚିନ୍ ଅଛି ତାକୁ ମଧ୍ୟ ସଲ୍ଭ କରିବା ପାଇଁ ଟ୍ରାଏ କରିବି ଆଉ କାଲି ପରଦିନ ଭିତରେ ଏସ୍ଆଇ ପାଇଁ ମଧ୍ୟ ସେଇ 50 ଡେଜର କଣ ଆସିବ ଭାରି ଟୋଟାଲ ସେଟ୍ ପଳେଇ ଆସିବ ପ୍ରତ୍ୟେକ ଦିନ କିଛି ନା କିଛି ହବ ଆଉ ପିଲାମାନେ ତମେ ଆଜି ଯୋଉ କୋଶ୍ଚିନ୍ ହେଲା କେତେଟା ତମେ ଠିକ କରିପାରିଲ ତାକୁ ମତେ କମେଣ୍ଟ ସେକ୍ସନରେ ଜଣେଇବ ଧନ୍ୟବାଦ